ହ୍ୟାଲୋ ପିଲାମାନେ, ତମମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଆଜି ଆମେ ଲାଇଭ ଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟ ଗାର୍ଡ ଏଇ ଏକ୍ଜାମ ଗୁଡାକରେ କେମିତି ସବୁ କୋଶ୍ଚିନ୍ ଆସୁଛି, କଣ ସବୁ କୋଶ୍ଚିନ୍ ଆସିଛି ସେଗୁଡା ଦେଖିବା, ଡିସ୍କସନ କରିବା। ଆମେ ପୂର୍ବ ବର୍ଷର କୋଶ୍ଚିନ୍ ଗୁଡାକୁ ଦେଖିକି ଅନୁମାନ କରିପାରିବା ଯେ କେମିତି କଣ କୋଶ୍ଚିନ୍ ଆସିବ। ଏଇଠି ଦେଖ, ଯୋଉ ପୂର୍ବ ବର୍ଷ ମାନେ ଲଗାତାର କିଛି ଦିନ ଧରି ଏକ୍ଜାମ ହେଇଥିଲା, 2024 ର କୋଶ୍ଚିନ୍ ମୁଁ ତମକୁ ଦେଖଉଛି ଯେ ତାର 2-3ଟା ସିଫ୍ଟ ହେଇଥିଲା ଗୋଟେ ଦିନରେ। ତେଣୁକରି ସବୁ ସିଫ୍ଟର ଯେତିକି ବା ପାରିଛି ସବୁ କୋଶ୍ଚିନ୍ କଲେକ୍ଟ କରିଛି, ସେଟାକୁ ମୁଁ ଏଠି ଦେଖଉଛି। ଚାଲନ୍ତୁ ଦେଖିବା କୋଶ୍ଚିନ୍। ଏଟା ଦେଖନ୍ତୁ 2024 ର ଏପ୍ରିଲ 2024 ବାଟ 30 ବେଳାର ଓଡ଼ିଆ କୋଶ୍ଚିନ୍ ଦେଖିବା। ହଁ, ଏଠି ଗୋଟେ ବାହାରିଲା। ଗୁଣବାଚକ ବିଶେଷଣ କେଉଁ ପଦର ଗୁଣକୁ ବିଶେଷିତ କରେ? ଗୁଣବାଚକ ବିଶେଷଣ କେଉଁ ପଦର ଗୁଣକୁ ବିଶେଷିତ କରେ? କାହାକୁ? ବିଶେଷ୍ୟକୁ ବିଶେଷିତ କରେ। ସାଧ୍ୟର ବିପରୀତ ଶବ୍ଦ କଣ? ସାଧ୍ୟାତୀତ, ଦୁଃସାଧ୍ୟ, ଅସାଧ୍ୟ, ଦୁଷ୍କର। ଅସାଧ୍ୟ ଏଟା, ସାଧ୍ୟ, ଅସାଧ୍ୟ, ବିପରୀତ ଶବ୍ଦ। ବୃକୋଦର କହିଲେ କାହାକୁ ବୁଝାଯାଏ? ବୃକୋଦର କହିଲେ କାହାକୁ ବୁଝାଯାଏ? ଦୁର୍ଯ୍ୟୋଧନ, ଭୀମ, ଯୁଧିଷ୍ଠିର, ଦୁଃଶାସନ। ଏଠି ଯୁଧିଷ୍ଠିର ହଉଛି କଣ? ଭୁଲ ଆନ୍ସର। ବୃକୋଦର କହିଲେ ଭୀମଙ୍କୁ ବୁଝାଯାଏ। ଅଲଣା କଥା, ଏହାର ଅର୍ଥ କଣ? ଅନାବଶ୍ୟକ କଥା, ମୂଲ୍ୟହୀନ କଥା, ଯେଉଁ କଥା ଲୋଡ଼ା ପଡ଼ିନଥାଏ। ଅଲଣା କଥା କହିଲେ ମୂଲ୍ୟହୀନ କଥା। ଅଲଣା କଥା କହିଲେ ତାର ଅର୍ଥ ହଉଛି ମୂଲ୍ୟହୀନ କଥା। ସନ୍ଧି ଦ୍ୱାରା ଭାଷା ଡ୍ୟାସ୍ ହୁଏ। ଶ୍ରୁତି ମଧୁର, ସମୃଦ୍ଧ, ସଂକ୍ଷିପ୍ତ, ସମସ୍ତ। ସନ୍ଧି ଦ୍ୱାରା ଶ୍ରୁତି ମଧୁର ହୁଏ, ସମୃଦ୍ଧ ହୁଏ, ସଂକ୍ଷିପ୍ତ ହୁଏ। ଏଥିରେ ସମସ୍ତେ ହୁଏ, ମାନେ ଶ୍ରୁତି ମଧୁର ମଧ୍ୟ ହୁଏ ସନ୍ଧି ଦ୍ୱାରା, ସମୃଦ୍ଧ ମଧ୍ୟ ହୁଏ, ସଂକ୍ଷିପ୍ତ ମଧ୍ୟ ହୁଏ। ବୁଝିପାରିଲ? ସମସ୍ତଟା ଆକ୍ଚୁଆଲି ଏଇଠି ଦବା କଥା, ବୋଧ ହୁଏ। ଉପରେ ସବୁ ରହିବା କଥା, ଶ୍ରୁତି ମଧୁର, ସମୃଦ୍ଧ, ସଂକ୍ଷିପ୍ତ। ଠିକ ଅଛି। ପଢିଥିବା ପାଠ ସର୍ବଦା କାର୍ଯ୍ୟରେ ଲାଗିଥାଏ। ଏଠାରେ ପଢିଥିବା ଶବ୍ଦଟି କେଉଁ ପ୍ରକାର ବିଶେଷଣ? ପଢିଥିବା ପାଠ ସର୍ବଦା କାର୍ଯ୍ୟରେ ଲାଗିଥାଏ। କାର୍ଯ୍ୟରେ ଲାଗେ କ୍ରିୟାଜ ବିଶେଷଣ। କ୍ରିୟାକୁ ବିଶେଷିତ କରେ। ଯେ ପାଠ ପଢିଥିବା ପାଠ ସର୍ବଦା କାର୍ଯ୍ୟରେ ଲାଗିଥାଏ। କ୍ରିୟାକୁ ବିଶେଷିତ କଲା, ତେଣୁକରି କ୍ରିୟାଜ ବିଶେଷଣ ହେଲା ଆଉ। ଠିକ ଅଛି। କ୍ରିୟାଜ ବିଶେଷଣ। ଭାଇ ଭାଇ ମଧ୍ୟରେ ଡ୍ୟାସ୍ ସୃଷ୍ଟି ହେବା ଉଚିତ ନୁହେଁ। ଧରାକୁ ସରା ମଣିମା ସମ୍ପର୍କ, ଅହିନକୁଳ ସମ୍ପର୍କ, ଅକାଳେ ନିୟମ ନାସ୍ତି, କ୍ଷୀର ନୀର ସମ୍ପର୍କ। କ୍ଷୀର ନୀର ସମ୍ପର୍କର ଅର୍ଥ କଣ? ଏଇ କ୍ଷୀର ନୀର ସମ୍ପର୍କର ଅର୍ଥ ହଉଛି ମାନେ ଗଭୀର ପ୍ରେମ। ତେଣୁକରି ଭାଇ ଆଉ ଭାଇ ମଧ୍ୟରେ କ୍ଷୀର ନୀର ସମ୍ପର୍କର ସୃଷ୍ଟି ହେବା ଉଚିତ, କିନ୍ତୁ ଏଠି ଦେଇଛି ଉଚିତ ନୁହେଁ। ତେଣୁକରି ଏହା ପାଇଁ ଠିକ ହଉଛି ଅହିନକୁଳ ସମ୍ପର୍କ। ଏଇ ଅହିନକୁଳ ସମ୍ପର୍କର ଅର୍ଥ କଣ ଜାଣିଛନ୍ତି? ଏଇ ଅହିନକୁଳ ସମ୍ପର୍କର ଅର୍ଥ ହଉଛି ଘୋର ଶତ୍ରୁତା। ଶିଶୁ ହସିଲେ ଦୁନିଆ ହସେ। ହସିଲେ କେଉଁ ପ୍ରକାର କ୍ରିୟା? ହସିଲେ ଯୌଗିକ କ୍ରିୟା, ସମାପିକ କ୍ରିୟା, ମିଶ୍ର କ୍ରିୟା, ଅସମାପିକ କ୍ରିୟା। ହସିଲେ ଏଟା ହଉଛି ଗୋଟେ ଅସମାପିକ କ୍ରିୟା। ହେଲା, ଠିକ ଅଛି, ଏଇଟା ଅସମାପିକ କ୍ରିୟା। ନିମ୍ନଲିଖିତ ମଧ୍ୟରୁ କେଉଁଟି ସନ୍ଧି ନୁହେଁ? ବନ୍ଧୁ ଯୁକ୍ତ ଆଗମନ। ତଥେଇବ। ବିଦ୍ୟା ସହିତ ଅଭିମାନ, ବିଦ୍ୟା ଅଭିମାନ। ବନ୍ଧୁ ଯୁକ୍ତ ଆଗମନ, ନା, ଏଇଟା ହିଁ ସନ୍ଧି ନୁହେଁ, ଆଉ ସବୁ ସନ୍ଧି ଅଛି।
ବାଗଦେଶ୍ୱରୀ ବାଗେଶ୍ୱରୀ। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ତାକୁ ଡ୍ୟାସ୍ କହନ୍ତି। ଯୁକ୍ତାକ୍ଷର। ବ୍ୟଞ୍ଜନ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ଯୁକ୍ତାକ୍ଷର। ଯେଉଁ କ୍ରିୟାରେ କର୍ମ ନଥାଏ ତାହା ଡ୍ୟାସ୍ କ୍ରିୟା। ଯେଉଁ କ୍ରିୟାରେ କର୍ମ ନଥାଏ ତାହା ମିଶ୍ର କ୍ରିୟା, ଯୌଗିକ କ୍ରିୟା, ସମକ୍ରିୟା, ଅକର୍ମକ କ୍ରିୟା। ଯେଉଁ କ୍ରିୟାରେ କର୍ମ ନଥାଏ ସେଥିରେ କାମ ନାହିଁ, ସେଟା ଅକର୍ମକ କ୍ରିୟା। ସ୍ୱରବର୍ଣ୍ଣ ସହିତ ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ ହେଲେ ଏଠାରେ ଏହାର ଯେଉଁ ଚିହ୍ନ ରହେ ତାକୁ କଣ କୁହାଯାଏ? ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ ହେଲେ ଏଠାରେ ଯେଉଁ ଚିହ୍ନ ରହେ ତାକୁ କଣ କୁହାଯାଏ? ଫଳା, ମାତ୍ରା, ସନ୍ଧି, ଉପସର୍ଗ। ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ ହେଲେ ତାକୁ ମାତ୍ରା କୁହାଯାଏ। ସେ ମଧ୍ୟରୁ କେଉଁଟି ଏକ ଯୁକ୍ତ ସ୍ୱର? ଐ। ଆଉ ଗୋଟେ ଯୁକ୍ତ ସ୍ୱର କହିଲ? ଏ, ଐ, ଓ, ଔ। ଏଇଟା ଯୁକ୍ତ ସ୍ୱର ହେଲା। ଐ, ଏ ପ୍ଲସ୍ ଇ, ଐ ନାହିଁ। ଐ ଆଉ ଔ ସଂଯୁକ୍ତ ସ୍ୱର ମଧ୍ୟ ଏହାକୁ କୁହାଯାଏ। ଐ। ଉପମାନର ଧାତୁଟି କଣ? ମାନ। ମାନ ଧାତୁ ରହିଛି ହେଲା। ମାନ। ଅଳ୍ପ ଅଳ୍ପ ଭିତରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ସନ୍ଧି ଘଟେ? ଅଳ୍ପ ଅଳ୍ପ ହବ କି? ହବନି। ସୁନ୍ଦର ଉଆସ। ସେଟା ହବ କି? ହବନି। ନିମିତ୍ତ ମାତ୍ର। ତଥା ଯୁକ୍ତ ଇବ ହଉଛି ତଥେଇବ। ଏଇଟା ସନ୍ଧି ହେଇଛି ହେଲା। ତଥା ଯୁକ୍ତ ଇବ ତଥେଇବ। ସେ କୁହାମୁଣ୍ଡା କପିଳା। ଏହା କେଉଁ ଅର୍ଥରେ ବ୍ୟବହାର କରାଯାଏ? ନା ଅବାନ୍ତର କଥା। ଏପଟ ସେପଟ କଥା କୁହନା। ତା କଥା କୁହନି। ସିଏ ହଉଛି ଯୋଉଟା କୁହାମୁଣ୍ଡା କପିଳା। ମାନେ ସବୁବେଳେ ଅବାନ୍ତର କଥା କହୁଥିବ। ଏପଟ ସେପଟ କଥାବାର୍ତ୍ତା କରୁଥିବ। କୁହାମୁଣ୍ଡା କପିଳାର ଅର୍ଥ ହଉଛି ଅବାନ୍ତର କଥା। ବିବିଧ ଶବ୍ଦରେ କି ଉପସର୍ଗ? ବି ଉପସର୍ଗ ବିବିଧ। ଅଲଗା ଶବ୍ଦ ଗୁଡ଼ିକୁ ବାଛ। ଚିନି, ଗୋରୁ, ଡାଲି, ଚାଉଳ, ଡାଲି। ଚିନି, ଚାଉଳ, ଡାଲି। ଏଇଟା ଦେଖ ଗୋଟେ ଖାଇବା ଜିନିଷ ବିଷୟରେ କୁହାଯାଇଛି। ଏଇଠି ଗୋଟେ ଅପସନ ଅଛି ଗୋରୁ। ଏଟା ଖାଇବା ଜିନିଷ କି? ଖାଦ୍ୟ ପଦାର୍ଥ କି? ନୁହେଁ। ସେଥିପାଇଁ ଏଇଟା ଅଲଗା। ଚିନି, ଚିନି ଖାଦ୍ୟ ଜିନିଷ। ଚାଉଳ ଖାଦ୍ୟ ଜିନିଷ। ଡାଲି ଖାଦ୍ୟ ଜିନିଷ। ସେଇ ଦୃଷ୍ଟିରୁ ଅଲଗା ଶବ୍ଦଟା କଣ? ଗୋରୁ। ତ ଗୋରୁ ହଉଛି ଠିକ୍ ଆନ୍ସର। ଓଳିଆରୁ ପଡ଼ି ଗଜା। ଏହା କେଉଁ ଅର୍ଥରେ ବ୍ୟବହାର କରାଯାଏ? ଜନ୍ମରୁ ଚାଲାକ। କହୁନାହାନ୍ତି ଏ ପିଲାଟା ହଉଛି ଅଳିଆରୁ ପଡ଼ି ଗଜା ଅର୍ଥାତ୍ ଜନ୍ମରୁ ଚାଲାକ। ଅଳିଆରୁ ପଡ଼ି ଗଜା ଅର୍ଥାତ୍ ଜନ୍ମରୁ ଚାଲାକ। ଦେବତା ଶବ୍ଦର ପ୍ରତିଶବ୍ଦ କଣ? ନିର୍ଜର, ଦାନବାହ, ବୈବତ। ସମତ। ଦେବତା ଶବ୍ଦର ପ୍ରତିଶବ୍ଦ ହଉଛି ନିର୍ଜର ମଧ୍ୟ, ଦାନବାହ ମଧ୍ୟ, ବୈବତ ମଧ୍ୟ। ଏହା ଠିକ୍ ଆନ୍ସର ହଉଛି ଉପରୋକ୍ତ ସମସ୍ତ। ଭକ୍ତି, ଭୟ, ଦୟା, ଦୁର୍ଗା ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ? ଭକ୍ତି, ଭୟ, ଦୟା, ଦୁର୍ଗା ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ? ଏଥିରୁ ଭିନ୍ନ ଶବ୍ଦ ହଉଛି ଭକ୍ତି, ଭୟ, ଦୟା। ଏଥିରୁ ଭିନ୍ନ ଶବ୍ଦ ହଉଛି ଦୁର୍ଗା। ଭକ୍ତି, ଦୟା, ଭୟ। ଦେଖ ଭକ୍ତି ଗୋଟେ ଆମର ଗୋଟେ ଅବସ୍ଥା ମାନେ ଇଏ ବୁଝଉଛି। ଦୟା ଗୋଟେ ଅବସ୍ଥା ବୁଝଉଛି। ଆଉ ଗୋଟେ ଭାବନାକୁ ବୁଝଉଛି। ଭକ୍ତି ଗୋଟେ ଭାବନାକୁ ବୁଝଉଛି। ଦୟା ଗୋଟେ ଭାବନାକୁ ଗୋଟେ ବୁଝଉଛି। ଗୋଟେ ଇମୋସନ ଯାହା କୁହନ୍ତି। ଭୟ ବି ଗୋଟେ ଇମୋସନ ବୁଝୁଛି। କିନ୍ତୁ ଦୁର୍ଗା ହଉଛନ୍ତି ଭିନ୍ନ। ସେଥିପାଇଁ ଦୁର୍ଗା ହଉଛନ୍ତି ଭିନ୍ନ। ଠିକ୍ ଆନ୍ସର ଦୁର୍ଗା। ଭକ୍ତି, ଭୟ, ଦୁର୍ଗା ମଧ୍ୟରୁ ଦୁର୍ଗା ହଉଛନ୍ତି ଠିକ୍। କୁମ୍ଭୀର କାନ୍ଦଣା ଏହା କେଉଁଥିରେ ବ୍ୟବହାର କରାଯାଏ? କୁମ୍ଭୀର ପରି ଶୁଖିଲାରେ କାନ୍ଦିବା, କୁମ୍ଭୀର ପରି ପାଣିରେ କାନ୍ଦିବା, କୁମ୍ଭୀର ପରି ଜୋରରେ କାନ୍ଦିବା। ଉପର ଠାଉରିଆ ଭାବରେ ସହାନୁଭୂତି ପ୍ରକାଶ କରିବା ହେଲା କୁମ୍ଭୀର କାନ୍ଦଣାର ଅର୍ଥ। ଉପସର୍ଗ ଶବ୍ଦଟି କେଉଁ ଧାତୁରେ ନିଷ୍ପନ୍ନ? ଉପସର୍ଗ ଶବ୍ଦଟି କେଉଁ ଧାତୁରେ ନିଷ୍ପନ୍ନ? ସୃଜ୍ ଧାତୁରେ ନିଷ୍ପନ୍ନ। ଶବ୍ଦର ବିପରୀତ କଣ? ନିଃଶବ୍ଦ। ନିସ୍ତବ୍ଧ ବନି ନିଃଶବ୍ଦ ହେଲା। ଶବ୍ଦର ବିପରୀତ ନିଃଶବ୍ଦ।
ସମଷ୍ଟିର ବିପରୀତ କଣ? ବ୍ୟଷ୍ଟି। ବ୍ୟଷ୍ଟି ସମଷ୍ଟି। ବ୍ୟଷ୍ଟି ଆଉ ସମଷ୍ଟି ହେଲା। ବ୍ୟଷ୍ଟିର ବିପରୀତ ହଉଛି ସମଷ୍ଟି। ଏଟା ଯୋଗ ବିୟୋଗ। ବିୟୋଗ। ଠିକ ଅଛି, ବର୍ତ୍ତମାନ ଏଇଠି ଓଡିଆ ସରିଲା ଏଇଟାର। କାଟିଦବା। No, ଠିକ ଅଛି। ବର୍ତ୍ତମାନ ଦେଖିବା 26 ଏପ୍ରିଲର, ବୁଝିପାରିଲ? 26 ଏପ୍ରିଲର କ୍ୱେଶ୍ଚିନ୍ ଦେଖିବା ଆମେ। 26 ଏପ୍ରିଲ ଆଉ 12:30 ବେଳର ହେଲା। ନିର୍ଲିପ ଯୁକ୍ତ ଅ କଣ ହବ? ନିର୍ଲିପ୍ତ। ନିର୍ଲେପ। ଠିକ ଆନ୍ସର ହଉଛି ନିର୍ଲେପ ହେଲା। ମହେନ୍ଦ୍ର ଶବ୍ଦର ସନ୍ଧି ବିଚ୍ଛେଦ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ? ମହତ୍ ଯୁକ୍ତ ଇନ୍ଦ୍ର, ମହାନ ଇନ୍ଦ୍ର, ମହ ଇନ୍ଦ୍ର, ମହାଯୁକ୍ତ ଇନ୍ଦ୍ର, ମହେନ୍ଦ୍ର। ଆ ଇ ହେଲା। ଏ ଆ ଇ ମିଶିକି ଏ ହେଇଛି ମହେନ୍ଦ୍ର। ଏଠି ମହା ଆ, ଏଠି ଇ। ମହା ଯୁକ୍ତ ଇନ୍ଦ୍ର, ମହେନ୍ଦ୍ର। ଆ ଆଉ ଇ ମିଶିକି ଏ ହେଇଛି ମହେନ୍ଦ୍ର। ଅବର୍ଗୀୟ ବ୍ୟଞ୍ଜନରେ କେତୋଟି ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ? ଅବର୍ଗୀୟ ବ୍ୟଞ୍ଜନରେ କେତେଟା ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ? ବର୍ଗୀୟ ବ୍ୟଞ୍ଜନ କେତେ? 25। ବର୍ଗୀୟ ବ୍ୟଞ୍ଜନ କୋଉଟା? ଯୋଉ କଚଡ ଧପ। କ, କ, ଖ, ଗ, ଘମ, କ ବର୍ଗ, ଚ ବର୍ଗ, ଛ, 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 ଛନ, ଟ ବର୍ଗ, ଠ, ଠ, ଠଣ, ଥ ବର୍ଗ, ଥ, ଥ, ଧନ, ପ ବର୍ଗ, ପ, ଫ, ବ, ଭ, ମ ହେଲା। এই যে ପାଞ୍ଚଟା ବର୍ଗୀୟ ସରି ବର୍ଗ ବର୍ଣ୍ଣ, এটা ଅବର୍ଗୀୟ ବ୍ୟଞ୍ଜନ କଥା ପଚାରିଛି। ସେ ଏଇଗୁଡ଼ା ହଉଛି ବର୍ଗୀୟ ବର୍ଣ୍ଣ, ଯୋଉଗୁଡ଼ା ସବୁ ମୁଁ କହିଲି। ତ ଅବର୍ଗୀୟ ବ୍ୟଞ୍ଜନରେ କେତେଟା ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ ହେଇଛି? 14ଟା। 14ଟା ଠିକ ହେଲା। ସ୍ୱହ କଥାଟା ଠିକ ଅଛି। ସ୍ୱର୍ଗତ। ସ୍ୱଗତ ହବନି, ସ୍ୱଗତ ହବନି। ସ୍ୱହ ଯୁକ୍ତ ଗତ ହବ, ସ୍ୱଗତ। ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ। ଉପଯୁକ୍ତ ରୂଢି ଦ୍ୱାରା ସ୍ଥାନ ପୂରଣ କର। ଉଠେଇ ଆଣିଥିବା, ତଣ୍ଟି ଆଣିଥିବା, ଠକି ଝାଳ ବୁହା ଧନ ହେଲା। ଝାଳ ବୁହା ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ। এটা ରୂଢି। ପରୀକ୍ଷା ସନ୍ଧି ବିଚ୍ଛେଦ କଲେ କଣ ହବ? ପରିଯୁକ୍ତ ଇକ୍ଷା, ପରିଯୁକ୍ତ ଇକ୍ଷା, ପରିଯୁକ୍ତ ଇକ୍ଷା, ପରିଯୁକ୍ତ ଇକ୍ଷା। ଦେଖ ଏଠି କନଫ୍ୟୁଜନ କଲା ଭଳିଆ ଦିଟା କୋଶ୍ଚିନ୍ ଦେଇଛି। ପରି ଯୁକ୍ତ ଇକ୍ଷା, ପରିଯୁକ୍ତ ଇକ୍ଷା। ଏଠି କଣ ହେଇଛି? ହର୍ଷେଇ ହେଇନି, ଏଠି ଦୀର୍ଘ ହେଇଯାଇଛି। ଦୀର୍ଘ ଇ, ଏଇଠି ହର୍ଷେଇ ହେଇଛି। ଠିକ ଅଛି। ପରୀକ୍ଷା ହେଲା। ଘଣ୍ଟ ଶିଳା ଶିଖେ ଚାହିଁ ସେ କହନ୍ତା ଦିଅରେ ମେଲାଣି ମତେ। ଏଥିରେ ଘଣ୍ଟଶୀଳ ଶବ୍ଦଟି କେଉଁ ପ୍ରକାର ବିଶେଷ୍ୟ? ଘଣ୍ଟ ଶିଳା ଶିଖେ ଚାହିଁ ଅର୍ଥାତ୍ ଏଟା ନାମବାଚକ ବିଶେଷ୍ୟ ହବ। ଘଣ୍ଟଶିଳା ଏଟା ତ କୌଣସି ଜାତିକୁ ବୁଝାଉନି, କୌଣସି କ୍ରିୟାକୁ ବୁଝାଉନି, କୌଣସି ଗୁଣକୁ ବୁଝାଉନି। ତେଣୁକରି ଘଣ୍ଟ ଶିଳା ଶିଖେ ଚାହିଁ, ଶିଖେ ମାନେ ଉପରି ଭାଗରେ ହେଲା। ଘଣ୍ଟଶିଳା କହିଲେ ଗୋଟେ ଇଏକୁ ବୁଝାଉଛି, ନାମବାଚକ ବିଶେଷ୍ୟ ବୁଝାଉଛି ଆଉ। ସେ ହସି କରି କଥା କହିଲେ। ଏଠାରେ ସେ ହସି କରି କଥା କହିଲେ। ଏଠାରେ ଅସାମ୍ୟିକ କ୍ରିୟାପଦ କେଉଁଠି? ତ ସେ ହସି କରି ମାନେ ସେଠି କାର୍ଯ୍ୟଟା ସମାପନ ହେଇନି। ହସି ହସି ବର୍ତ୍ତମାନ ସେ କହୁଛନ୍ତି। ସେ କାନ୍ଦି ପାରନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ, ହସିବା କଣ୍ଟିନ୍ୟୁ ରଖିପାରନ୍ତି, ସେମାନେ କିଛି ବି କରିପାରନ୍ତି। ତେଣୁକରି ଏଇଟା ହଉଛି ଅସାମ୍ୟିକ କ୍ରିୟାପଦ ହଉଛି ହସି କରି। ନହେଲେ ଯଦି ହସି ସାରି ହେଇଥାନ୍ତା ତାହେଲେ ଏଟା ସାମୟିକ କ୍ରିୟା ହେଇଥାନ୍ତା। ଏଟା ହସି ହସି କରି ମାନେ ଏଟା କଣ୍ଟିନ୍ୟୁ ଚାଲିଛି। ଉପସର୍ଗ ଅଥବା କିନ୍ତୁ କିମ୍ବା
ଏଇଟା ହଉଛି ଅବ୍ୟୟ ପଦ ପିଲାମାନେ, ଅଥବା ଗୋଟେ ଅବ୍ୟୟ ପଦ, କିନ୍ତୁ ଗୋଟେ ଅବ୍ୟୟ ପଦ, କିମ୍ବା ଗୋଟେ ଅବ୍ୟୟ ପଦ। କିନ୍ତୁ ପ୍ରତି ଗୋଟେ ଅବ୍ୟୟ ପଦ ନୁହଁ। ପ୍ରତି ହଉଛି ଉପସର୍ଗ। ପ୍ର, ପ୍ରା, ଅପ, ସମ, ନି, ଅଧି, ସୁ, ନିର୍, କୁ, ତୋତି, ଏଗୁଡା ସବୁ ଯୋଉ ଉପସର୍ଗ, ଏଇ ଯୋଉ ପ୍ରତି ହଉଛି ଗୋଟେ ଉପସର୍ଗ ହେଲା। ପ୍ରତି ହଉଛି ଠିକ ଆନ୍ସର। ପ୍ରକ୍ଷେପଣ ଶବ୍ଦଟିର ଗଠନ ରୀତି କଣ? ପ୍ରକ୍ଷେପ ଯୁକ୍ତ ଅଣ, ପ୍ରକ୍ଷେପଣ। ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ ତାକୁ କଣ କୁହାଯାଏ? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ ତାକୁ ବିଶେଷ୍ୟର ବିଶେଷଣ କୁହାଯାଏ। ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ ତାକୁ ବିଶେଷ୍ୟର ବିଶେଷଣ କୁହାଯାଏ। ଆକାଶ ଶବ୍ଦଟି କାହାର ପ୍ରତିଶବ୍ଦ ଲେଖ? ଆକାଶ ଶବ୍ଦଟି କାହାର ପ୍ରତିଶବ୍ଦ? ବ୍ଯୋମ, ବ୍ଯୋମ ଅର୍ଥାତ କଣ? ଆକାଶ। ଗତର ବିପରୀତ ଶବ୍ଦ କଣ? ଆଗତ। ଗତର ବିପରୀତ ଶବ୍ଦ କଣ? ଆଗତ। ଅନାଗତ ହବନି, ଅର୍ଥ ହବନି ହେଲା। ଗୋପବନ୍ଧୁ ଚୌଧୁରୀଙ୍କୁ ଓଡିଶାର ମହାତ୍ମା ଗାନ୍ଧୀ କୁହାଯାଏ। ଏଠାରେ ମହାତ୍ମା ଗାନ୍ଧୀ କେଉଁ ପ୍ରକାର ବିଶେଷଣ? ମହାତ୍ମା ଗାନ୍ଧୀ ନାମବାଚକ, କ୍ରିୟାବାଚକ, ଜାତିବାଚକ। ମହାତ୍ମା ଗାନ୍ଧୀ ହଉଛନ୍ତି ଆମର ଗୋଟେ ଜାତିବାଚକ ବିଶେଷଣ ହେଲା। ମହାତ୍ମା ମାନେ ମହାନ ବ୍ୟକ୍ତି, ମାନେ ଯାହାକୁ ମହାନ ବ୍ୟକ୍ତି ବୋଲି ମହାତ୍ମା ଗାନ୍ଧୀ କୁହାଯାଏ। ତାଙ୍କର ଉଦାହରଣ ସେଥିପାଇଁ ଦିଆଯାଇଛି ଯେ ଗୋପବନ୍ଧୁ ଚୌଧୁରୀ ହଉଛନ୍ତି ଓଡିଶାର ମହାତ୍ମା ଗାନ୍ଧୀ। ଜାତିବାଚକ ବିଶେଷ ସେଥିପାଇଁ କୁହାଯାଏ। ବୁଝିପାରିଲ? ନିଃଶ୍ୱାସର ପ୍ରତିଶବ୍ଦ କଣ? ପ୍ରଶ୍ୱାସ। ନିଃଶ୍ୱାସ ପ୍ରଶ୍ୱାସ, ନିଃଶ୍ୱାସ ପ୍ରଶ୍ୱାସ। କାର୍ଯ୍ୟଟି କରିବା ତୁମ ପାଖରେ କଣ? ବ୍ୟାସ ପାଠ। ଉପଯୁକ୍ତ ରୂଢି ଦ୍ୱାରା ଶୂନ୍ୟସ୍ଥାନ ପୂରଣ କର। ପଇସା କର, ଟଙ୍କା କର, କଡା କର, କାଠି କର। ଏଇଟା ହଉଛି କୁହା କାଠିକର ପାଠ। କାଠିକର ପାଠ କଲେ କଷ୍ଟସାଧ୍ୟ ହେଲା। ଏ କାର୍ଯ୍ୟଟା କରିବା ତୁମ ପକ୍ଷରେ କଷ୍ଟସାଧ୍ୟ। କାଠିକର ପାଠର ଅର୍ଥ ହଉଛି କଷ୍ଟସାଧ୍ୟ। ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣ ଦୁଇ ଭାଗରେ ବିଭକ୍ତ। ସେଗୁଡ଼ିକ ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ। ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣ ପଚାରିଛି, ବର୍ଣ୍ଣ ପଚାରିନି। ବ୍ୟଞ୍ଜନ ବର୍ଣ୍ଣ ପଚାରିଛି, ତେଣୁକରି ବ୍ୟଞ୍ଜନ ବର୍ଣ୍ଣ, ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ ହଉଛି ଅ, ଆ, ହର୍ଷେଇ, ଦୀର୍ଘଇ, ଏଇଗୁଡାକ। ବ୍ୟଞ୍ଜନ ବର୍ଣ୍ଣ କହିଲେ କ, ଖ, ଗ, ଘ, ଙ। ତେଣୁକରି ବ୍ୟଞ୍ଜନ ବର୍ଣ୍ଣ କେତେ ଭାଗରେ ବିଭକ୍ତ? ଦୁଇ ଭାଗରେ ବିଭକ୍ତ। ବର୍ଗୀୟ ବ୍ୟଞ୍ଜନ, ଅବର୍ଗୀୟ ବ୍ୟଞ୍ଜନ। ବର୍ଗୀୟ ବ୍ୟଞ୍ଜନ କେତେ ଭାଗରେ ବିଭକ୍ତ? ପାଞ୍ଚ ଭାଗରେ ବିଭକ୍ତ। ଯୋଉ କଚଡ ତପ ହେଲା, କଣ୍ଠ୍ୟ ବର୍ଗ, ତାଳବ୍ୟ ବର୍ଗ, ମୂର୍ଧନ୍ୟ ବର୍ଗ, ଦନ୍ତ୍ୟ ବର୍ଗ, ଓଷ୍ଠ୍ୟ ବର୍ଗ, ଏଗୁଡା ସବୁ ବର୍ଗୀୟ ବ୍ୟଞ୍ଜନ। ତତ୍ସମ ଧାତୁ କାହାକୁ କୁହାଯାଏ? ସଂସ୍କୃତରୁ ଆସିଥିବା ଧାତୁକୁ କୁହାଯାଏ ତତ୍ସମ। ତତ୍ସମ କହିଲେ ସଂସ୍କୃତରୁ ଯୋଉଟା ଆସିଥିବ। ତଦ୍ଭବ, ତଦ୍ଭବ କହିଲେ ଯୋଉଟା ଆମର ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ଯୋଉ ଅଛି ଆମ ଶବ୍ଦ ଭଣ୍ଡାର, ସେଇଥିରୁ ଏଇଟା ଆସିଛି ହେଲା, ତତ୍ସମ। ସଂସ୍କୃତରୁ ପରିବର୍ତ୍ତିତ ଓଡିଆରେ ପ୍ରଚଳିତ, ଏଇଟା ହଉଛି ତଦ୍ଭବ। ବୁଝିପାରିଲେ? ଏଇଟା ହଉଛି ତଦ୍ଭବ ହବ। ଏଇଟା ହଉଛି ତତ୍ସମ। ସଂସ୍କୃତ ଭାଷାରେ ଆସିଲେ ସିଧାସଳଖ ତାକୁ ତତ୍ସମ ବୋଲି କୁହାଯାଏ ହେଲା। ଫସର ଫାଟିବା ରୂଢିର ଅର୍ଥ କଣ? ବ୍ୟର୍ଥ ହେବା। ଫସର ଫାଟିବା। ପିଲାଟି ଏପରି ଡ୍ୟାସ୍ ଯେ କହିବା, ଯାହା କହିବ ତାହା କରିବ। ନଛୋଡ଼ ବନ୍ଧା। ଉପମାଣ୍ଡୁକ, এই ରୂଢିଟି କେଉଁ ଅର୍ଥରେ ବ୍ୟବହାର କରାଯାଏ? ସଂକୁଚିତ ପରିବେଶରେ ରହିଥିବା ବ୍ୟକ୍ତିମାନଙ୍କ ପାଇଁ ହେଲା। ଶୁଣାନ୍ତି, ତୁମେ ଗୋଟେ କୂପମଣ୍ଡୁକଟା ସତେ କି? କୂପମଣ୍ଡୁକ କହିଲେ ସେମାନେ ସଂକୁଚିତ ପରିବେଶରେ ରହନ୍ତି। ଆଶାର ବିପରୀତ ଶବ୍ଦ କଣ? ନିରାଶା। ଆଶାର ଏଠି ନିରାଶ ଲେଖା ହେଇଛି ହେଲା। ଆଶାର ଏଠି ନିରାଶା ଆକାର ଲାଗିଛି। ରାଜୀବ, ପଙ୍କଜ, ଅରବିନ୍ଦ, ଜ୍ୟୋତିକା। ଭିନ୍ନ ଶବ୍ଦରେ କୁହାଯାଏ। ଭିନ୍ନ ଶବ୍ଦ କୋଉଟା? ରାଜୀବ, ପଙ୍କଜ, ଅରବିନ୍ଦ, ଜ୍ୟୋତିକା। এই ଜ୍ୟୋତିକା ହଉଛି ଗୋଟେ ଭିନ୍ନ ଶବ୍ଦ ହେଲା। ବସନ୍ତ ଋତୁରେ ଦକ୍ଷିଣା ପବନ ବହେ। ଏଥିରେ ଦକ୍ଷିଣା ହଉଛି ଗୁଣବାଚକ ବିଶେଷଣ ହେଲା। ଦକ୍ଷିଣା ପବନ କହିଲେ
ଭଲ ପବନ, ଥଣ୍ଡା ପବନ ଏହାକୁ ବୁଝାଏ। ଋ ର ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ। ତ ତମାନେ ଦେଖୁଥିଲ, ଏଇଟା ଆମେ ଡିସ୍କସନ୍ କଲେ କେବେର? 26 ଏପ୍ରିଲର 12:30 ବେଳର କୋଶ୍ଚିନ୍ ହେଲା। ନେକ୍ସଟ ଦେଖିବା। ନେକ୍ସଟ ହଉଛି ଆମର କଣ? 25 ଏପ୍ରିଲ 9ଟା AM ର କୋଶ୍ଚିନ୍ ହେଲା। ଚାଲ। ଫକୀରମୋହନଙ୍କୁ ଓଡ଼ିଶାର ପ୍ରେମଚାନ୍ଦ କୁହାଯାଏ। ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ? ଜାତୀୟ ମହାତ୍ମା ଗାନ୍ଧୀ, ପ୍ରେମଚାନ୍ଦ, ଯୋଉମାନେ ସବୁ ବିଶିଷ୍ଟ ବ୍ୟକ୍ତି, ସେମାନଙ୍କୁ ଯୋଉମାନେ ସବୁ ବିଶିଷ୍ଟ ବ୍ୟକ୍ତି ସେମାନଙ୍କୁ ଯଦି ଉଦାହରଣ ଦିଆହଉଛି, ତାହେଲେ ସେଇଠି ଜାତିବାଚକ ବିଶେଷ୍ୟ ହବ। ଫକୀରମୋହନଙ୍କୁ ଓଡ଼ିଶାର ପ୍ରେମଚାନ୍ଦ କୁହାଯାଏ ହେଲା। ପ୍ରେମଚାନ୍ଦ ହଉଛି ଗୋଟେ ଜାତିବାଚକ ବିଶେଷ୍ୟ ଯାଉଛି। ମହାତ୍ମା ଗାନ୍ଧୀ ଯେମିତି ଜାତିବାଚକ ବିଶେଷ୍ୟ ଯାଉଛନ୍ତି, ଠିକ ସେମିତି ହେଲା। ବର୍ଣ୍ଣର ଅନ୍ୟ ନାମ କଣ? ଅକ୍ଷର। ପୂର୍ବପଦରେ ଶେଷ ବର୍ଣ୍ଣ ସହିତ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ କଣ କୁହାଯାଏ? ପୂର୍ବପଦର ଶେଷ ବର୍ଣ୍ଣ ସହ ପରପଦର ଆଦ୍ୟ ବର୍ଣ୍ଣ ମିଳନକୁ ସନ୍ଧି କୁହାଯାଏ। କୃତଘ୍ନ ଲୋକ କେଉଁ ମୁହୂର୍ତ୍ତରେ କଣ ଦେଇଦେବେ? ଆଖିରେ ଧୂଳି ଦେଇଦେବେ। ଆଖିରେ ଧୂଳି ଦେଇଦେବେ। ଧୀରର ବିପରୀତ କଣ? ଚଞ୍ଚଳ। କଣ? ଚଞ୍ଚଳ କାମ କର, ମାନେ ଶୀଘ୍ର। ତାର ବିପରୀତ ହଉଛି କଣ? ଧୀର। ଚଞ୍ଚଳ, ଧୀର। ଧାତୁର ଅନ୍ତରେ କୃତ୍ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠିତ ହୁଏ, ତାକୁ କଣ? କୃତ୍ ପ୍ରତ୍ୟୟ ହେଲେ କୃଦନ୍ତ। ଧାତୁର ପୂର୍ବରେ ଉପସର୍ଗ ଯୁକ୍ତ ହେଲେ ଧାତୁର ଅର୍ଥ କଣ ହୁଏ? ସଂକୁଚିତ, ବିପରୀତ, ସଂପ୍ରସାରିତ, ପ୍ରାୟ ସମସ୍ତ ହେଲା। ସମୂହ କାର୍ଯ୍ୟରେ କରଛଡ଼ା ଦେବା ମାନେ ଦୂରେଇ ରହିବା ଠିକ ନୁହେଁ। ସମୂହ କାର୍ଯ୍ୟରେ ମାନେ ସମସ୍ତେ ଯୋଉ ମିଶିକି ଯୋଉ କାମଟା କରନ୍ତି, ସେଠି ଦୂରେଇ ରହିବା ଠିକ ନୁହେଁ। ନିମ୍ନଲିଖିତ ମଧ୍ୟରୁ କେଉଁଟି ହର୍ଷ ସ୍ୱର? ଅ, ହର୍ଷେଇ, ହର୍ଷଉ, ଏଗୁଡ଼ା ସବୁ ହର୍ଷ ସ୍ୱର ହେଲା। ଅ, ହର୍ଷେଇ, ହର୍ଷଉ, ଏଗୁଡ଼ା ହର୍ଷ ସ୍ୱର। ସାମ୍ୟର ବିପରୀତ କଣ? ବୈଷମ୍ୟ। ବୈଷମ୍ୟ ହଉଛି ତାର ବିପରୀତ ଶବ୍ଦ। କେଉଁ ପଦରେ ପ୍ରତ୍ୟୟ ଯୋଗ ହେଲେ ବିଶେଷଣ ପଦ ହୁଏ? ବିଶେଷ୍ୟ ପଦରେ ପ୍ରତ୍ୟୟ ଯୋଗ ହେଲେ ବିଶେଷଣ ପଦ ହୁଏ। କେଉଁଠି ମୌଳିକ ଧାତୁ ନୁହେଁ? ରସମ, ତଦ୍ଭବ, ଦେଶଜ, ନାମଧାତୁ। ନାମଧାତୁଟା ମୌଳିକ ଧାତୁ ନୁହେଁ। କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ କ୍ରିୟା ବିଶେଷଣ ହବା କଥା। ଭାବ ବିଶେଷଣ ଦେଇଛି, ନାଇଁ? ଠିକ ଅଛି, ଭାବ ବିଶେଷଣ ଠିକ। ପରାଜୟର ଧାତୁଟି କିଏ? ଜି। ଦୁଷ୍ଟ ଲୋକ କଳହ କରିଥାନ୍ତି। ଦୁଷ୍ଟ ଲୋକ ତିଳକୁ ତାଳ କରି କଳହ କରିଥାନ୍ତି। ଆଉ ଛୋଟ କଥାକୁ ବଡ କଥା କରି କହିବା। ଯୋଉମାନେ ଦୁଷ୍ଟ ଲୋକ ସେମାନେ କଳହ କରିବା ପାଇଁ ଗୋଟେ ଛୋଟ କଥାକୁ ବଡ କଥା କରି କହନ୍ତି। ତେଣୁକରି ଏଇଠି ତା ପାଇଁ ପରଫେକ୍ଟ ରୂଢିଟା ହଉଛି ତିଳକୁ ତାଳ କରିବା। ବର୍ତ୍ତମାନର ସଠିକ ବ୍ୟାଖ୍ୟାକୁ ଚିହ୍ନଟ କର। ବୃତ୍ ଯୁକ୍ତ ମାନ ବର୍ତ୍ତମାନ। ଉପସର୍ଗ କେଉଁ ଶ୍ରେଣୀଭୁକ୍ତ ଅଟେ? ଉପସର୍ଗ ହଉଛି ଗୋଟେ ଅବୟ। ଓ ସେଠି ହଁ, ଅବୟ। ବର୍ଣ୍ଣର ଲିଖନ ସଂକେତକୁ କଣ କୁହାଯାଏ? ଲିପି କୁହାଯାଏ। ପରଦ୍ରବ୍ୟ ପ୍ରତି ଆଖି କି ପାଇବା, ଆଖି ବୁଲାଇବା, ଆଖି ଦେଖାଇବା, ଆଖି ଦେବା ମାନେ ଦୃଷ୍ଟି ପକାଇବା ଠିକ ନୁହେଁ ହେଲା। ପରଦ୍ରବ୍ୟ ଉପରେ ଦୃଷ୍ଟି ପକାଇବା ଠିକ ନୁହେଁ। ଡରର ବିପରୀତ ଶବ୍ଦ କଣ? ସାହସ। ସାହସ ନୁହଁରେ, ଡରର ବିପରୀତ ଶବ୍ଦ ହଉଛି ସାହସ। ଏଠି ଦେଖ ହାସ ଲେଖା ହେଇଛି। ସାହସ। ଏହାର ଠିକ ଉତ୍ତର ହଉଛି ସାହସ ହେଲା। ଡରର ବିପରୀତ ଶବ୍ଦ ସାହସ। ଭିନ୍ନ ଶବ୍ଦ କଣ? ଦିଗନ୍ତ, ଚକ୍ରବାଳ, ଦିଗଚକ୍ର, ଘସ୍ର। ହସୁଛି କ୍ରିୟାର ମୂଳ ରୂପ ହସ୍। ହସରେ ହସୁଛି। ଇନ୍ଦିରା, ଲୋକମାତା, ରମା, ଉମା।
ସମବାଚକ ପଦକୁ ବିଶେଷ ସନ୍ତୋଷର ତ ଆଖି ପାଇଲାଣି ଅର୍ଥାତ୍ ସେ ମେଚର ହେଲାଣି ହେଲା, ଯୋଉ ଜାଣିବାର କୁହନ୍ତି ତାକୁ। ସନ୍ତୋଷର ତ ଆଖି ପାଇଲାଣି, ସେ ଦିଲ୍ଲୀ ଯାଇପାରିବ। ଠିକ ଅଛି, ବର୍ତ୍ତମାନ ଏଠାରେ ସରିଲା। ନେକ୍ସଟ ଆମେ ଯିବା ଏଇ 28 ଏପ୍ରିଲର 4ଟା PM ର କୋଶ୍ଚିନ୍ ଏଇଟା ହେଲା। ଶୀଘ୍ର ଆମେ ଦେଖିବା। ସଂସ୍କରଣର ସନ୍ଧି ବିଚ୍ଛେଦ କଲେ କଣ ହବ? ସଂସ୍କରଣ ଯୁକ୍ତ କରଣ, ସଂସ୍କରଣ ତଦ୍ଭବ ଧାତୁ। ତତ୍ସମ କହିଲେ ସଂସ୍କୃତରୁ ଯୋଉଟା ଆସିଥାଏ, ତଦ୍ଭବ କହିଲେ ସଂସ୍କୃତରୁ ପରିବର୍ତ୍ତିତ ହୋଇ ଓଡ଼ିଆରେ ପ୍ରଚଳିତ ହୋଇଥିବ ହେଲା। ଅରଣ୍ୟ ରୋଦନ, ନିଷ୍ଫଳ ପ୍ରାର୍ଥନା। ନିମ୍ନରେ ପ୍ରଦତ୍ତ ସଂସ୍କୃତ ଶବ୍ଦ ମଧ୍ୟରୁ କେଉଁଟି ଓଡ଼ିଆରେ ଉପସର୍ଗ ରୂପେ ବ୍ୟବହୃତ ହୁଏ ନାହିଁ? ଉପସର୍ଗ ରୂପେ ବ୍ୟବହୃତ ହୁଏ ନାହିଁ। ଭୂମିର ତଦ୍ଭବ ବା ଓଡ଼ିଆ ରୂପ କଣ? ଭୂମି ଅର୍ଥାତ୍ ଭୂଇଁ। ଅନର୍ଥର ମୂଳ, ନାଟର ଗୋବର୍ଦ୍ଧନ। ଏବେ ସୁନାଧର ଆକାଶ ଛୁଆଁ ହେଲାଣି। ଉକ୍ତିରେ ସୁନା ପଦରେ କେଉଁଥିରେ ସୁନା ହଉଛି ଗୋଟେ ବସ୍ତୁବାଚକ ବିଶେଷ୍ୟ। ଜାତି ତ ହବନି, କ୍ରିୟା ତ ହବନି, ଗୁଣ ତ ହବନି, ବସ୍ତୁ ହବ ସୁନା। ଆଖି ମାରିବା, ଚୋରା ଚାହାଣିରେ ଚାହିଁବା। ଅଗ୍ନି ଶବ୍ଦଟିର ପ୍ରତିଶବ୍ଦ କଣ? ପୃଷାନୁ ହେଲା। ଦୋଷୀର ନିର୍ଦୋଷ। ଦୋଷୀର ବିପଦ ଶବ୍ଦ ହଉଛି ନିର୍ଦୋଷ। ନିର୍ଦୋଷୀ ନୁହଁ, ଦୋଷୀ ନିର୍ଦୋଷୀ। ନିର୍ଦୋଷୀ ମାରିଲେ ଭୁଲ ହେଇଯିବ, ନିର୍ଦୋଷ ହଉଛି ଠିକ ହେଲା। ଦୋଷୀର ବିପଦ ଶବ୍ଦ ହଉଛି ନିର୍ଦୋଷ। ଦୋଷୀ ନିର୍ଦୋଷୀ, ସମସ୍ତେ ନିର୍ଦୋଷୀ ମାରିଦେବେ, ନିର୍ଦୋଷୀ ସମସ୍ତେ ମାରିଥିବେ, କିନ୍ତୁ ଠିକ ଆନ୍ସର ହଉଛି ନିର୍ଦୋଷ। ଉଠରେ ଉତ୍କଳ ସନ୍ତାନ। ଏଠାରେ ସନ୍ତାନ କେଉଁ ପ୍ରକାର ବିଶେଷ ଜାତିବାଚକ ବିଶେଷ ହେଲା। ସନ୍ତାନ କହିଲେ ଲୋକମାନଙ୍କୁ ବୁଝାଉଛି, ତାର ପିଲାମାନଙ୍କୁ ବୁଝାଉଛି, ଜାତି ବିଶେଷ ବୁଝାଉଛି ହେଲା। ଅନ୍ଧାରରେ ବାଡ଼ି ବୁଲାଇବା। ଏହାର ରୂଢ଼ିର ଅର୍ଥ କଣ? ଅନିଶ୍ଚିତ ଭାବରେ କାର୍ଯ୍ୟ କରିବା। ଜୈନିକ, ଜନ ଯୁକ୍ତ ଏକ, ଜନ ଐ ହେଲା। ଆଉ ଏ ମିଶିକି ଐ ହେଇଛି, ଜୈନିକ। ମେଧାବୀ ଛାତ୍ର ସଫଳତା ପାଏ। ମେଧାବୀ କହିଲେ ଗୋଟେ ଗୁଣବାଚକ ବିଶେଷଣ ବୁଝାଉଛି, ଗୋଟେ ଗୁଣ ବୁଝାଉଛି, ମେଧାବୀ ଛାତ୍ର। ପ୍ରଦାନ ଶବ୍ଦର ଗଠନ ରୀତି କିପରି ହେବ? ପ୍ରଦାନ ହେଲା, ପ୍ରଦାନ। ଜପାମାଳି କହିଲେ ଅତି ପ୍ରିୟ। ଜପାମାଳି, ସିଏ ମୋର ଜପାମାଳି ମାନେ ଅତି ପ୍ରିୟ। ପିତା ଶବ୍ଦଟି କାହାର ପ୍ରତିଶବ୍ଦ? ତାତ। ତାତ କହିଲେ ଯୋଉ ବ୍ରାହ୍ମଣ ମାନେ ଡାକନ୍ତି ପିତାଙ୍କୁ, ତାତ କହିଲେ ହେଲା, ପିତାର ପ୍ରତିଶବ୍ଦ ହଉଛି ତାତ। ବାଳୁତର ବିପରୀତ ବୃଦ୍ଧର ବାଳୁତ। ବର୍ଗର ଅନ୍ୟ ନାମ କଚଟ ତପ। କଣ୍ଠ ତାଲବ୍ୟ ମୂର୍ଧନ୍ୟ ଦନ୍ତ୍ୟ ହେଲା, ଏଟା ଦନ୍ତ୍ୟ ବର୍ଣ୍ଣ। ଏଟା ଯୋଉ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ଭିତରେ କଚଟ ତପ ଯୋଉ ଆମର ଅଛି, କଣ୍ଠ ବର୍ଗ, ତାଲବ୍ୟ ବର୍ଗ, ମୂର୍ଧନ୍ୟ ବର୍ଗ, ଦନ୍ତ୍ୟ ବର୍ଗ, ସେଟା ଦନ୍ତ୍ୟ ବର୍ଗ ଯାଉଛି ହେଲା। ନିମ୍ନଲିଖିତ ମଧ୍ୟରୁ କେଉଁଟି ଶାସ୍ତ୍ରୀୟ ଭାଷା ଭାରତୀୟ ଭାଷା ନୁହେଁ? ବାଙ୍ଗଳା ଏଟା ଶାସ୍ତ୍ରୀୟ ଭାରତୀୟ ଭାଷା ନୁହେଁ ହେଲା। ଉପସର୍ଗଟି ମୁଖ୍ୟତଃ ନିମ୍ନୋକ୍ତ କେଉଁ ଅର୍ଥରେ ବ୍ୟବହୃତ ହୁଏ? ଉତ୍କର୍ଷ। ତା ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି। ଉକ୍ତିରେ ରକ୍ତ ପଦଟି କେଉଁ ପ୍ରକାର ବିଶେଷ୍ୟ? ରକ୍ତ ହଉଛି ଗୋଟେ ବସ୍ତୁବାଚକ ବିଶେଷ୍ୟ ହେଲା। ପିଲାଟି ପ୍ରାର୍ଥନା କରୁଛି, ଏଠାରେ କ୍ରିୟାପଦଟି ସମ୍ପୂର୍ଣ୍ଣ କର। କଣ କରୁଛି? ପ୍ରାର୍ଥନା କରୁଛି, ଏଠି ସମାପିକ କ୍ରିୟା ଲାଗିଛି। ପ୍ରତ୍ୟେକର ସନ୍ଧି ବିଚ୍ଛେଦ କର। ପ୍ରତ୍ୟେକ, ପ୍ରତି ଯୁକ୍ତ ଏକ, ପ୍ରତ୍ୟେକ। ଅପରାଧୀର ବିପରୀତ ଶବ୍ଦ କଣ? ନିରାପରାଧ ହେଲା। ଅପରାଧୀ, ନିରାପରାଧୀ ମାରିଲେ ଭୁଲ ହେଇଯିବ, ଯୋଉଟାକି ସମସ୍ତେ ମାରନ୍ତି ନିରାପରାଧୀ। ଅପରାଧର ନିରାପରାଧ ନା।
ଏହା ଠିକ୍ ଆନ୍ସର ହଉଛି ନିରାପରାଧ। ନିରାପରାଧୀ ନୁହଁ ହେଲା, ଏଇଠି ଦୀର୍ଘ ଲାଗିବନି। ନିରାପରାଧ, ଅପରାଧୀ, ନିରାପରାଧ। ଠିକ୍ ଅଛି, ଏଇଟା ସରିଲା। ଭାଇ ପିଲାମାନେ ଗୁଡ଼ାଏ ଅଛି, ଆମେ ଜଲ୍ଦି ସାରିବାକୁ ଚେଷ୍ଟା କରିବା। ଦେଖ 29/2024 9ଟା ବେଳର କୋଶ୍ଚିନ୍। 29 ଏପ୍ରିଲ 2024 ହେଲା। ଗରମରେ ଦେହ ଜଳି ଯାଉଛି। ଏଠାରେ ଗରମରେ କେଉଁ ପ୍ରକାର ବିଶେଷ୍ୟ? ଗରମ, ଗରମ ଗୋଟେ କଣ ଗୁଣବାଚକ ବିଶେଷ୍ୟ, ଗୋଟେ ଗୁଣକୁ ବୁଝାଉଛି। ଗରମ, ଥଣ୍ଡା, ଏଗୁଡ଼ା ସବୁ। ଉଲ୍ଲେଖ, ଉଦ୍ଯୁକ୍ତ ଲେଖ ହଉଛି ଉଲ୍ଲେଖ, ଉଦ୍ଯୁକ୍ତ ଲେଖ, ଉଲ୍ଲେଖ। ଶୋଇପଡ଼ିବା, ଏହା କେଉଁ ପ୍ରକାର କ୍ରିୟା? ମୋର ଶୋଇପଡ଼ିବା ଉଚିତ। ସାହାଯ୍ୟକାରୀ କ୍ରିୟା। କ୍ରିୟା ସାଧାରଣ ଲେଖାରେ ମୋର ଶୋଇପଡ଼ିବା ଉଚିତ, ସାହାଯ୍ୟକାରୀ କ୍ରିୟା ହବ। ସ୍ମର, କଳିକା, କୋରକ, କଳି, ଏଇଟା ଗୋଟେ ଫୁଲର ପ୍ରତିଶବ୍ଦ ବୁଝାଉଛି। ସ୍ମରଟା ସେଥିପାଇଁ ଅଲଗା ହେଲା। ଦୀପ ମିଞ୍ଜି ମିଞ୍ଜି ଜଳୁଛି, ଏଠାରେ ମିଞ୍ଜି ମିଞ୍ଜି କ୍ରିୟା ବିଶେଷଣ ହେଲା। ମିଞ୍ଜି ମିଞ୍ଜି, ଦୀପଟା କେମିତି ଜଳୁଛି? ଦୀପଟା କେମିତି ଜଳୁଛି? ଯୋଉ କ୍ରିୟାଟାକୁ ସେ ବିଶେଷିତ କରୁଛି ମିଞ୍ଜି, ନା ମିଞ୍ଜି ମିଞ୍ଜି ଜଳୁଛି, ସେଥିପାଇଁ କ୍ରିୟା ବିଶେଷଣ ହବ ମିଞ୍ଜି ମିଞ୍ଜି। ସଜର ବିପରୀତ କଣ? ବାସି। ସଜ କହିଲେ ତାଜା ବା ଫ୍ରେଶ, ବାସି କହିଲେ ଯୋଉଟା ରହି ଆସିଛି ପୁରୁଣା। ଧୀରେ ଧୀରେ ପବନ ବହୁଛି, କେମିତି ପବନ ବହୁଛି? ଧୀରେ ଧୀରେ ପବନ ବହୁଛି, ଏଟା କ୍ରିୟାବାଚକ ବିଶେଷଣ। ସେଟାକୁ ବିଶେଷିତ କରୁଛି ଯେ ପବନଟା କେମିତି ବହୁଛି? ଧୀରେ ଧୀରେ ବହୁଛି ହେଲା। ଏଟା କ୍ରିୟାବାଚକ ବିଶେଷଣ, ଏଠି କ୍ରିୟାକୁ ଏଟା ବିଶେଷିତ କରୁଛି, ଧୀରେ ଧୀରେଟା। ସଂଯୁକ୍ତ ସ୍ୱର, ଐ ଆଉ ଔ ହଉଛି ସଂଯୁକ୍ତ ସ୍ୱର ହେଲା। ଐ, ଅ ପ୍ଲସ ଇ, ଐ, ଅ ପ୍ଲସ ଔ, ଐ ଆଉ ଔ ସଂଯୁକ୍ତ ସ୍ୱର। ତ ହବ ନା କଣ? ସେଇ କଷାଟା ତ ପକେଇଦବା। କଣ୍ଠ୍ୟ ବର୍ଣ୍ଣ, ତାଳବ୍ୟ ବର୍ଣ୍ଣ, ମୂର୍ଧନ୍ୟ ବର୍ଣ୍ଣ, ଦନ୍ତ୍ୟ ବର୍ଣ୍ଣ, ଅଷ୍ଟ୍ୟ ବର୍ଣ୍ଣ। କ, ଚ, ଟ, ତ, ପ। କ ହଉଛି କଣ୍ଠ୍ୟ ବର୍ଣ୍ଣ, ଚ ହଉଛି ତାଳବ୍ୟ ବର୍ଣ୍ଣ, ଟ ହଉଛି ମୂର୍ଧନ୍ୟ ବର୍ଣ୍ଣ, କ, ଚ, ଟ, ତ ହଉଛି ଦନ୍ତ୍ୟ ବର୍ଣ୍ଣ ହେଲା। ତା ହଉଛି ଦନ୍ତ୍ୟ ବର୍ଣ୍ଣ। ଅନ୍ତଃ ଯୁକ୍ତ ଗତ, ଅନ୍ତର୍ଗତ। ପୋଖରୀ ଶବ୍ଦର ପ୍ରତିଶବ୍ଦ କଣ? ସର। ପୋଖରୀର ପ୍ରତିଶବ୍ଦ ହଉଛି ସର। ମାଛିକୁ ମ ନ କହିବା, ଏଇ ରୂଢିଟିର ଅର୍ଥ କଣ? ମାଛିକୁ ମ ନ କହିବାର ଅର୍ଥ ହଉଛି ଅତି ଶାନ୍ତ। ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ମଧ୍ୟରୁ କ ଠାରୁ ମ ପର୍ଯ୍ୟନ୍ତ 25ଟି ବର୍ଣ୍ଣକୁ କଣ କୁହାଯାଏ? ସ୍ପର୍ଶ ବର୍ଣ୍ଣ। ତିନି ପାଞ୍ଜିରୁ ଯିବା, କଣ କହୁନାହାନ୍ତି? ହେ ସେ ଲୋକଟା ପୁରା ତିନି ପାଞ୍ଜିରୁ ଗଲାଣି, ମାନେ ଯଶ ହରେଇବା। ସର୍ବନାଶ କରିବା ନୁହଁ, ଯଶ ହରେଇବା। ତିନି ପାଞ୍ଜିରୁ ଯିବାର ଅର୍ଥ ହଉଛି ଯଶ ହରେଇବା। ମତୌକର ଠିକ ସନ୍ଧି ବିଚ୍ଛେଦ କଣ? ମତ ଯୁକ୍ତ ଏକ, ମତୈକ। ମତ ଅ ଏ ହଉଛି ଅ ଆଉ ଏ ହଉଛି ଐ ହେଇଛି ମତୈକ ହେଲା। ମତ ଯୁକ୍ତ ଏକ, ମତୈକ। ନାହିରେ ତେଲ ପକାଇ ଶୋଇବା, ଏଇ ରୂଢିଟିର ଅର୍ଥ କଣ? ନିଶ୍ଚିନ୍ତ ହୋଇ ରହିବା। ନାହିରେ ତେଲ ପକାଇ ଶୋଇବା ଅର୍ଥ ନିଶ୍ଚିନ୍ତ ହୋଇ ରହିବା। ଲବର ବିପକ୍ତ ଶବ୍ଦ କଣ? ହର ହେଲା। ଲବର ବିପରୀତ ଶବ୍ଦ ହଉଛି ହର। କେହି କୁଶ ମାରିଦବନି ଆଉ, ଏଇ କୁଶ ହବନି। ଲବର ବିପରୀତ ଶବ୍ଦ ହଉଛି ହର। ଶୁକ୍ଲର ବିପରୀତ କଣ? କୃଷ୍ଣ। ନିଃଶୁଳ୍କ ହବନି, ଶ୍ଳୁକର ବିପରୀତ ହଉଛି କୃଷ୍ଣ। କୃଷ୍ଣର ବିପରୀତ ହଉଛି ଶୁକ୍ଳ ହେଲା। ପ୍ରଖ୍ୟାତ, ଏଠାରେ ଗଠନ ରୀତି କିପରି? ପ୍ରଖ୍ୟାତ। ଛାତ୍ରଟି ଗାନ କରିବା, ଗାନ ପଦଟି କେଉଁ ପ୍ରକାର ବିଶେଷ୍ୟ? କ୍ରିୟାବାଚକ ବିଶେଷ୍ୟ। କଣ କରିବା ଉଚିତ? ଗାନ କରିବା ଉଚିତ। କ୍ଳୁ ଯୁକ୍ତ ଅନ୍ନ କଣ? ଉପକରଣ। ଉପକରଣ। ପରାଭବ ଶବ୍ଦର ଗଠନ ରୀତି କିପରି ହେବା ଉଚିତ? ପରା ବହୁ ଯୁକ୍ତ ପରାଭବ, ପରା ଯୁକ୍ତ ଭୂ ଯୁକ୍ତ ଅ, ପରାଭବ। ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ନ କରି
ବାଟ ଭାଙ୍ଗି ଚାଲିଯିବା ଠିକ ନୁହେଁ ହେଲା। ବାଟ ଭାଙ୍ଗି ମାନେ ଦୂରେଇ ଚାଲିଯିବା, ଅଲଗା ହେଇଯିବା ହେଲା। ବିପଦ ବେଳେ ତାକୁ ଛାଡ଼ିଦବା, ବାଟ ଭାଙ୍ଗି ଚାଲିଯିବା। କୁଞ୍ଚରୁ କୁଞ୍ଚିବା, ଏହା କେଉଁ ପ୍ରକାର କ୍ରିୟା? କୁଞ୍ଚରୁ କୁଞ୍ଚିବା ନାମ ଧାତୁଟେ ହେଲା। ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ଦୋଷ ନାହିଁ, ଅର୍ଥାତ ବଡ଼ ବା ବିଜ୍ଞ ଲୋକଙ୍କ ପିଲାର ଦୋଷ ନ ଧରିବା। ଏଇଟା ସରିଲା, ଆମେ ନେକ୍ସଟ ଦେଖିବା। ଆହୁରି ଗୁଡ଼ାଏ ଅଛି ରେ, ଶୀଘ୍ର ସାରିବାକୁ ଚେଷ୍ଟା କରିବା। ଏଇଟା ହେଉଛି 29 ଅପ୍ରିଲ 2024 ର 12:30 PM ର ହେଲା। ଧାତୁ ଅନ୍ତରେ କୃତ୍ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠିତ ହୁଏ ତାକୁ ଧାତୁ ଅନ୍ତରେ କୃତ୍ ପ୍ରତ୍ୟୟ ଲାଗିଲେ ତ ମୂର୍ଧନ୍ୟ ଆଉ। ଅନର୍ଥର ମୂଳ ଅର୍ଥାତ କଣ? ନାଟର ଗୋବର୍ଦ୍ଧନ। ଏଇ ରୂଢିର ଅର୍ଥ ହଉଛି ତୁ ହଉଛି ସବୁ ଅନର୍ଥର ମୂଳ ଅର୍ଥାତ ନାଟର ଗୋବର୍ଦ୍ଧନ। ଦୀର୍ଘ ସ୍ୱର ଦୀର୍ଘ ଇ ହେଲା, ଦୀର୍ଘ ଇ ଦୀର୍ଘ ସ୍ୱର। ଭିନ୍ନ ଶବ୍ଦ ଉମା ହଉଛି ଭିନ୍ନ ଶବ୍ଦ ଉମା। ସନ୍ଧି ସ୍ୱର ସଯୁକ୍ତ ଇଚ୍ଛା ସଦିଚ୍ଛା। ସତ୍ ଏଠି ହଳନ୍ଦ ଲାଗିଛି, ସତ୍ ଯୁକ୍ତ ଇଚ୍ଛା ସଦିଚ୍ଛା ହେଇଛି। ଶୁଭ ଯୁକ୍ତ ଇଚ୍ଛା ଶୁଭେଚ୍ଛା, ତଥୈବ। ସଦିଚ୍ଛା ତ ହବ, ସତ୍ ଯୁକ୍ତ ଇଚ୍ଛା ହଳନ୍ଦ ଲାଗିଛି ଆଉ। ସନ୍ଧି ମାନଙ୍କ କେଉଁଠି ସନ୍ଧି ସ୍ୱର ସନ୍ଧି ନୁହେଁ। ସତ୍ ଯୁକ୍ତ ଇଚ୍ଛା ସଦିଚ୍ଛା ସ୍ୱର ସନ୍ଧି ନୁହେଁ ହେଲା। ତଥା ଯୁକ୍ତ ଏବ ତଥୈବ, ତଥା ଯୁକ୍ତ ହେବ। ଆଚ୍ଛା, ଶୁଭ ଯୁକ୍ତ ଇଚ୍ଛା ଶୁଭେଚ୍ଛା ଅ ଇ ଆ ଏ ମହା ଆ ଉ। ଆଚ୍ଛା ହଁ ଠିକ। ଶୁଦ୍ଧ କ୍ରିୟାପଦ ଗୁଡ଼ିକ ସାଧାରଣତଃ କି ପଦ ଭାବରେ ବାକ୍ୟରେ ବ୍ୟବହୃତ ହୁଅନ୍ତି? ସିଦ୍ଧ କ୍ରିୟାପଦ ଗୁଡ଼ିକ କ୍ରିୟାବାଚକ ବିଶେଷ୍ୟ। ମଣିଷର ମୁଖ ନିଶ୍ଚିତ ଧ୍ୱନିମାନଙ୍କ ନିୟମବଦ୍ଧ ସମାହାର କଣ କୁହାଯାଏ? ଭାଷା। ମଣିଷର ମୁଖ ନିଶ୍ଚିତ ଧ୍ୱନିମାନଙ୍କ ନିୟମବଦ୍ଧ ସମାହାରକୁ କଣ କୁହାଯାଏ? ଭାଷା। ମୁଖ ଯେତେବେଳେ ବାହାରୁଛି ଆମେ କଣ କହୁଛେ? ତାକୁ ଲିପି କହୁଛେ କି ଭାଷା କହୁଛେ? ସୂତା ତନୟା ଦୁହିତା ଏଇଟା ସବୁ କନ୍ୟା ଶବ୍ଦର ପ୍ରତିଶବ୍ଦ ହେଲା। କନ୍ୟାର ପ୍ରତିଶବ୍ଦ ହଉଛି ସୂତା, ତନୟା ଆଉ ଦୁହିତା। ଠିକ ଆନ୍ସର ସେଥିପାଇଁ ସନ୍ତାନ। ଅନ୍ଧର ଲଉଡ଼ି ଅସହାୟର ସହାୟ, এই ରୂଢିର ଅର୍ଥ ହଉଛି ଅସହାୟର ସହାୟ। କେଉଁ ପଦରେ ପ୍ରତ୍ୟୟ ଯୋଗ ହେଲେ ବିଶେଷଣ ପଦ ହୁଏ? ବିଶେଷ୍ୟ ପଦ ଯୋଗ ହେଲେ ବିଶେଷଣ ପଦ ହୁଏ। ସୁଗମ ଏଠାରେ ସୁ ଉପସର୍ଗ କେଉଁଥିରେ ବ୍ୟବହୃତ? ଅନ୍ୟାୟସ ହେଲା, ସୁଗମ। ଯେଉଁ କ୍ରିୟା ଦ୍ୱାରା ବାକ୍ୟ ସମାପ୍ତ ହୁଏ ତାକୁ ସମାପିକା କ୍ରିୟା କୁହାଯାଏ। ଯେଉଁ କ୍ରିୟା ଦ୍ୱାରା ବାକ୍ୟ ସମାପ୍ତ ହୁଏ ତାକୁ ସମାପିକା କ୍ରିୟା। ସଂସ୍କରଣ ସନ୍ଧି ବିଚ୍ଛେଦ କଲେ କଣ ହବ? ସଂସ୍କରଣ। ସଂଯୁକ୍ତକରଣ ହଉଛି ସଂସ୍କରଣ। ସଂଯୁକ୍ତକରଣ ସଂସ୍କରଣ। ମୁହାଁମୁହିଁ ରୂଢିର କଣ? ମୁହଁ ଦେବା ରୂଢିର ଅର୍ଥ କଣ? ପ୍ରଶ୍ରୟ ଦେବା। କହୁନେ ସେ ସାର୍ ତାଙ୍କୁ ଅଧିକ ମୁହଁ ଦଉଛନ୍ତି ଅର୍ଥାତ୍ ପ୍ରଶ୍ରୟ ଦଉଛନ୍ତି। ବର୍ଣ୍ଣର ଅନ୍ୟ ନାମ ଅକ୍ଷର। ବର୍ଣ୍ଣର ଅନ୍ୟ ନାମ ଅକ୍ଷର। ପ୍ରସାଦ ଶବ୍ଦର ବିପରୀତ ଶବ୍ଦ କେଉଁଠି? ପ୍ରସାଦ ହଉଛି କୁଟୀର। ପ୍ରସାଦର ବିପରୀତ ଶବ୍ଦ କୁଟୀର। ସମୂହ କାର୍ଯ୍ୟରେ କର ଛିଡା ଦେବା ମାନେ ଦୂରେଇ ରହିବା ଠିକ ନୁହେଁ। ଡରର ବିପଦ ହଉଛି ସାହସ। ପ୍ରତ୍ୟାଗମନ ଏଥିରେ ବିପଦ ଉପସର୍ଗଟି ପ୍ରତି ଯୁକ୍ତା। ଏଇଟା ଠିକ ହବ, ପ୍ରତ୍ୟାଗମନ ପ୍ରତିଯୁକ୍ତା ପ୍ରତ୍ୟାଗମନ। ପରଦ୍ରବ୍ୟ ପ୍ରତି ଆଖି ଦେବା ଠିକ ନୁହେଁ, ଦୃଷ୍ଟି ପକାଇବା ଠିକ ନୁହେଁ। ମଣିଷ ଗୋଟେ ଜାତୀୟ ବିଶେଷ। ରାମାୟଣ ନୁହଁ, ହିମାଳୟ ନୁହଁ, ସୁନ୍ଦର ନୁହଁ। ମଣିଷଟା ଗୋଟେ ଜାତି ବୁଝାଉଛି, ମଣିଷ ଜାତି, ପଶୁ ଜାତି, ବୁଝିପାରିଲ? ହସୁଛି କ୍ରିୟାର ମୂଳ ରୂପ କଣ? ହସ୍। ଠିକ। ପ୍ରାକାଶ୍ୟ ବିପରୀତ ଗୋପନୀୟ। ମୁଁ ତଥ୍ୟ ଗୋପନୀୟ ରଖିବି, ତୁମେ ପ୍ରକାଶ୍ୟ କରିବ ନାହିଁ। ଗୋପନୀୟ ମାନେ ଲୁଚେଇ ରଖିବା। ପ୍ରକାଶ ମାନେ ପ୍ରକାଶ କରିବା।
ଗରିବ ଛାତ୍ରଟି ଭଲ ପଢୁଛି। ଏଇ ହେଉଥିରେ ବିଶେଷଣ ପଦ କଣ? ଗରିବ। ଗରିବ ଛାତ୍ରୀ। ଗରିବ ଛାତ୍ର ମାନେ ଯାହା ଘରେ ପଇସା ନଥାଏ ଗରିବ। ଧାତୁର ପୂର୍ବରେ ଉପସର୍ଗ ଯୁକ୍ତ ହେଲେ ଧାତୁର ଅର୍ଥ କଣ ହୁଏ? ସମ୍ପ୍ରସାରିତ, ସଂକୁଚିତ, ବିପରୀତ, ସମସ୍ତ। ସମସ୍ତ ହୁଏ। ବିପରୀତ ହବ, ସଂକୁଚିତ ହବ, ସମ୍ପ୍ରସାରିତ ମଧ୍ୟ ହବ ଧାତୁର ଉପସର୍ଗ ଲଗାଇଲେ। ସରିଲା ଏଟା ହେଲା। ପିଲାମାନେ ଏଟା ଦେଖିବା। କୋଉଟା କହିଲ? 28 ଏପ୍ରିଲ 2024 12:30 ବେଳର କୋଶ୍ଚିନ୍। 28 ଏପ୍ରିଲ 2024। ଚାଲିଲା ଶଗଡ଼ରେ ହାତ ମାରିଦେବା। ଏଇ ରୂଢିର ଅର୍ଥ କଣ? ଅତି ଦୁଷ୍ଟ। ଚାଲିଲା ଶଗଡ଼ରେ ହାତ ମାରିଦେବା। ଏଇ ରୂଢିଟିର ଅର୍ଥ ହଉଛି ଅତି ଦୁଷ୍ଟ। ଆସି ଯୁକ୍ତ ବାଦକୁ ସନ୍ଧି କର। ଆଶୀର୍ବାଦ ହବ ତ ଆଉ। ଆସି ଯୁକ୍ତ ବାଦ। ଆଶୀର୍ବାଦ। ଦେଖ କୋଉଟା ଠିକ ହେଇଥିବ। ଆଶୀର୍ବାଦ। ଆଶୀର୍ବାଦ। ଏଇଟା ହଉଛି ଠିକ। ଆଶୀର୍ବାଦ। ଆସିକି ଯୁକ୍ତ ବାଦ। ଦୀର୍ଘ ସ୍ୱର। ହର୍ଷେଇ ଦୀର୍ଘ ସ୍ୱର। ଏକ ଘରକିଆ। ସମାଜର ବାସନ୍ଦ କଥା। କହୁନାହାନ୍ତି ତମକୁ ଏକ ଘରକିଆ କରିଦବୁ ଅର୍ଥାତ୍ ସମାଜରେ ବାସନ୍ଦ କରିଦବୁ। ମଧୁବାବୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମ୍ଭବ ହୋଇଥିଲା। ଏଠାରେ ମଧୁବାବୁ ନାମବାଚକ ଭାବେ ହେଲା। ମଧୁବାବୁ ଜଣଙ୍କ ନାମ ନାମବାଚକ। ଅନ୍ୱେଷଣ ସନ୍ଧି ବିଚ୍ଛେଦ କଲା। ଅନୁ ଯୁକ୍ତ ଏଷଣ। ଅନ୍ୱେଷଣ। ଅନୁ ଯୁକ୍ତ ଏଷଣ। ଅନୁ ଯୁକ୍ତ ଏ। ଅନ୍ୱୟ ହେଇଛି ହେଲା। ଅନୁ ଯୁକ୍ତ ଏଷଣ ଅନ୍ୱେଷଣ। ଆକାଶରେ ଅଗଣିତ ତାରକା। ଏଠାରେ ଅଗଣିତ କି ପ୍ରକାର ବିଶେଷଣ? ସଂଖ୍ୟାବାଚକ। ଭୟଙ୍କର ଦୁର୍ଘଟଣା ଦେଖିଲା ପରେ ପିଲାଟି କାଠ ହୋଇଗଲା। ଶାନ୍ତର ବିପରୀତ ଶବ୍ଦ କଣ? ଅନନ୍ତ ହେଲା। ଅଶାନ୍ତ ହବନି। ଅନନ୍ତ। ଶାନ୍ତର ବିପରୀତ ଶବ୍ଦ ଅନନ୍ତ। ଖରଛଡ଼ା ରୂଢ଼ିର ଅର୍ଥ? ଦାୟିତ୍ୱ ନ ନେବା ହେଲା। ଖରଛଡ଼ା। ଏଇ ଖରଛଡ଼ା ଶବ୍ଦଟା ପ୍ରାୟ ଏଇ ରୂଢ଼ିଟା ପ୍ରାୟ ପଡୁଛି ହେଲା। ଖରଛଡ଼ା କଲେ ଦାୟିତ୍ୱ ନ ନେବା। ଗୁରୁ ଶିଷ୍ୟକୁ ନୃତ୍ୟ ଶିଖାଇଲେ। ଶିଖାଇଲେ କେଉଁ ପ୍ରକାର? ବିକ୍ଷମ କ୍ରିୟା। ମଧୁର ଦେହ ଭାରି ଖରାପ। ଏଠାରେ ଭାରି ଶବ୍ଦଟି କି ପ୍ରକାର ବିଶେଷଣ? ଭାରି। କେମିତି ଖରାପ? ନା ଭାରି ଖରାପ। ବିଶେଷଣ ଏଟା। ଖରାପ ତ ଖରାପ କିନ୍ତୁ ଭାରି ଖରାପ। ତେଣୁକରି ବିଶେଷଣ ଏଟା। କପାଳ ଲିଖନ ଭାଗ୍ୟ ଫଳ। ଏହାର ଅର୍ଥ ଅଛି ଏ ରୂଢ଼ିର ଅର୍ଥ। ସ୍ୱରବର୍ଣ୍ଣର ସାଙ୍କେତିକ ରୂପ କଣ କୁହାଯାଏ? ମାତ୍ରା କୁହାଯାଏ। ମୟୂର ସୌନ୍ଦର୍ଯ୍ୟର ପ୍ରତୀକ। ଏଠାରେ ସୌନ୍ଦର୍ଯ୍ୟ ପଦରେ କେଉଁ ପ୍ରକାର? ସୌନ୍ଦର୍ଯ୍ୟ ହଉଛି ଗୁଣବାଚକ। ଗୁଣବାଚକ ବିଶେଷ ସୌନ୍ଦର୍ଯ୍ୟ। ମୟୂର ସୌନ୍ଦର୍ଯ୍ୟର ପ୍ରତୀକ। ସୌନ୍ଦର୍ଯ୍ୟ ଗୋଟେ ଗୁଣବାଚକ ପଦ। ପରାହତର ଧାତୁଟି କିଏ? ପରାହତ। ହନ୍। ହନ୍ ହଉଛି ପରାହତ। ପ୍ରଣୟ ଶବ୍ଦର ଗଠନ ରୀତି କିପରି ହେବ? ପ୍ର ନି ହ। ପ୍ରଣୟ। ସଂସ୍କୃତ ଭାଷାର ଲିପିର ନାମ କଣ? ସଂସ୍କୃତ ଭାଷାର ଲିପିର ନାମ ହଉଛି ଦେବନାଗରୀ ଲିପି। ସଂସ୍କୃତ ଭାଷାରେ ଦେବନାଗରୀ ଲିପିର ପ୍ରଚଳନ ହଉଛି। ନିମ୍ନଲିଖିତ ମଧ୍ୟରୁ କେଉଁଟି ଅନ୍ୱୟର ସଠିକ ସନ୍ଧି ବିଚ୍ଛେଦ? ଅନୁଯୁକ୍ତ ଅୟ। ଅନ୍ୱୟ। ଅନୁଯୁକ୍ତ ଅୟ ହଉଛି ଅନ୍ୱୟ। ପଦ୍ମର ବିପଦ? ଉତ୍ପଳ। ପଦ୍ମ ଶବ୍ଦ ବିପଦ ଶବ୍ଦ ହଉଛି ଉତ୍କଳ। ପ୍ରତିଶବ୍ଦ ଏଇ ବିପଦ ନୁହଁ ପ୍ରତିଶବ୍ଦ ହଉଛି ଉତ୍ପଳ। ଭାନୁ ମିହିରି ଦିବାକର ଅମ୍ବୁଦ। ଅମ୍ବୁଦ ହଉଛି ଭିନ୍ନ ଶବ୍ଦ। ଉଭାର ବିପଦ ଶବ୍ଦ କଣ? ଉଭା ପୋତା। ଉଭା ଯେତିକି ପୋତା ସେତିକି। ଅର୍ଥାତ ଉଦୟ ଯେତିକି ଅସ୍ତ ସେତିକି। ଭୌଗୋଳିକ। କେଉଁ ପ୍ରକାର କେଉଁ ପ୍ରତ୍ୟୟରେ କେଉଁ ଅର୍ଥରେ ବ୍ୟବହୃତ ହୁଏ? ଇକ ଓ ଜ୍ଞାନ ହେଲା। କୃଷ୍ଣ ଗୋପକୁ ନ ଫେରନ୍ତେ ଯଶୋଦା ଅଧୀର ହେଲେ। ଏଠାରେ ନ ଫେରନ୍ତି କି ପ୍ରକାର କ୍ରିୟା? ନ ଫେରନ୍ତେ ଅର୍ଥାତ୍ ଏଟା ସମାପନ ହେଇନି ଅସମାପିକ କ୍ରିୟା। ନ ଫେରନ୍ତେ।
କୃଷ୍ଣ ଗୋପକୁ ଫେରନ୍ତେ ଯଦି ହୁଅନ୍ତା ବା ଫେରିଛନ୍ତି ଯଦି ହୁଅନ୍ତା ତାହେଲେ ଏଇଟା ଅସମ୍ବିକା ହେଇଥାନ୍ତା। ନ ଫେରନ୍ତେ ଅସମ୍ବିକା। ଅନୁଲୋମର ବିଲୋମ, ବିଲୋମ ଅନୁଲୋମ, ବିଲୋମ ର ବିପରୀତ ଶବ୍ଦ ହଉଛି ଅନୁଲୋମ। ସରିଲା ଏଟା। 24 ଏପ୍ରିଲ 4ଟା PM ର ଏଟା ଆମେ କରିଥିଲେ କିରେ ପିଲାମାନେ? ନା ଏଟା କରିନି ହେଲା। ସଂଯୁକ୍ତ ସ୍ୱର ଅ ଆଉ ଔ ହଉଛି ସଂଯୁକ୍ତ ସ୍ୱର ହେଲା। ଆଜିର ଦରବୃଦ୍ଧି ସମୟରେ କେହି ଋଣ କରି କିଏ ଖାଇବ? ଋଣ କରି, ଋଣ କରି କହିଲେ ମାନେ ଋଣ ନେଇକି ଅଯଥା ଖର୍ଚ୍ଚ କରିବା ହେଲା। ଦୀର୍ଘ ସ୍ୱର ଆ ଦୀର୍ଘ ଇ, ଦୀର୍ଘ ସ୍ୱର। ହରିଣ ଚଞ୍ଚଳ ଦୌଡ଼ିପାରେ। ଏଠାରେ ଚଞ୍ଚଳ କେଉଁ ପ୍ରକାର ବିଶେଷଣ? ହରିଣ ଦୌଡ଼ିପାରେ କିନ୍ତୁ ହରିଣ ଚଞ୍ଚଳ ଦୌଡ଼ିପାରେ। ଦୌଡ଼ିବାଟାକୁ ବିଶେଷିତ କରୁଛି ମାନେ ଦୌଡ଼ିବା କ୍ରିୟାଟାକୁ, ଏଇ ଦୌଡ଼ିବା କ୍ରିୟାକୁ ବିଶେଷିତ କରୁଛି, ତେଣୁ କ୍ରିୟା ବିଶେଷଣ। ପ୍ରକ୍ଷେପଣ ଧାତୁଟି କିଏ? କ୍ଷିପ ହଉଛି ପ୍ରକ୍ଷେପଣ ଧାତୁ ହେଲା। ଭିକାରୀଟି ଭିକ ମାଗିଛି, ମାଗି, ଭିକାରୀଟି ଭିକ ମାଗି ଆସିଛି, ମାଗି କେଉଁ ପ୍ରକାର କ୍ରିୟା? ମାଗି ହଉଛି ଅସମାପିକା କ୍ରିୟା। ଭିକାରୀଟି ମାଗି ସାରି, କି ଭିକାରୀଟା ମାଗି ମାନେ ଯୋଉଟା ସମାପନକୁ ବୁଝଉଥିବା ସେଇଭଳିଆ କ୍ରିୟା ନୁହେଁ, ତେଣୁ ଏଇଟା ଅସମାପିକା କ୍ରିୟା ମାଗି। କାନ୍ଦୁଛି କ୍ରିୟାରୁ କାହାର ସୂଚନା ମିଳେ? ପୁରୁଷ ବଚନ କାଳ। କାନ୍ଦୁଛି ସମସ୍ତ। ନ ପରେ ଲ ଥିଲେ ନ ସ୍ଥାନରେ କଣ ଚନ୍ଦ୍ରବିନ୍ଦୁ ଲର ଦ୍ୱିତୀୟ ହବ। ପ୍ରାଚୀନ ସଦର ବିପଦ ପ୍ରାଚୀନ, ଅର୍ବାଚୀନ, ଅପ୍ରାଚୀନ। ପ୍ରାଚୀନ ସଦର ବିପଦ ଅଛି ଅପ୍ରାଚୀନ। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ କିମ୍ବା ସ୍ୱରବର୍ଣ୍ଣ ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ କିମ୍ବା ସ୍ୱରବର୍ଣ୍ଣ ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। କେଉଁ ଉପସର୍ଗ ଧାତୁରେ ପୂର୍ବରେ ବ୍ୟବହୃତ ହେବା ସହ ସ୍ୱତନ୍ତ୍ର ପଦ ରୂପେ ବ୍ୟବହୃତ ହୁଏ? ସମସ୍ତ ହେଲା। ପରି, ପ୍ରତି, ଅତି ଏଗୁଡ଼ା ସବୁ ଏଇ ଉପସର୍ଗ ଗୁଡ଼ା ଧାତୁର ପୂର୍ବରେ ବ୍ୟବହୃତ ହେବା ସହିତ ସ୍ୱତନ୍ତ୍ର ପଦ ରୂପେ ବ୍ୟବହୃତ ହୁଅନ୍ତି। ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହୋଇଥିବା ବର୍ଣ୍ଣମାନଙ୍କୁ ସ୍ୱରବର୍ଣ୍ଣ କୁହାଯାଏ। ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଉଥିଲେ ତାକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ଅମଡ଼ା ମାଡ଼ିବା, ବାଟରେ ଯିବା, ଏଇଟା ଠିକ ଅଛି। ଚକ ଗଡ଼ିଲେ ବାର ହାତ, ବାହାନ ଦେଖେଇ ଖସିଯିବା। ଋଷି ଦାନ୍ତ ଛିଣ୍ଡେଇ ମରିବା। ଅର୍ଥାତ ଏଇଟା ହଉଛି ଅତି ଶାନ୍ତ ଲୋକ କ୍ରୋଧ ସଦା, ଅତି ଶାନ୍ତ ଲୋକ କ୍ରୋଧ ସ୍ୱଭାବ ପାଇଁ ନଷ୍ଟ ଯିବା ହେଲା। ଏଇଟା ଠିକ ଅଛି ହେଲା। ଏଇଟା ଆକ୍ଚୁଆଲି ଏଇଆ ହବା କଥା ଯେ ଅସମ୍ଭବକୁ ସମ୍ଭବ କରିବା ନୁହଁ, ଏଇଟା ଭୁଲ ଲେଖା ହେଇଛି। ନିମ୍ନଲିଖିତ ଯୋଡ଼ି, ରୂଢ଼ି ଓ ତା ଦିଆଯାଇଥିବା ଯୋଡ଼ି ମଧ୍ୟରୁ କେଉଁଟି ଭୁଲ? ଏଇଟା ଭୁଲ ଅଛି। ଋଷି ଜଟା ଛିଣ୍ଡାଇ ମରିବାର ଅର୍ଥ ହଉଛି ଅତ୍ୟନ୍ତ ଶାନ୍ତ ବା ସ୍ୱଭାବର ଲୋକ ଅତ୍ୟନ୍ତ ରାଗି ଯାଇ ନିଜକୁ ମୃତ୍ୟୁ ପାଖକୁ ଠେଲି ନେବା। ଏଇଟାର ଅର୍ଥ ହଉଛି ଏହା। ସୁନାର ପ୍ରତିଶବ୍ଦ ନୁହେଁ। ହାଟକ, କାଞ୍ଚନ, କନକ। ସୁନାର ପ୍ରତିଶବ୍ଦ ତାହେଲେ କଣ? ହାଟକ, କାଞ୍ଚନ ଆଉ କନକ। ସୁନାର ପ୍ରତିଶବ୍ଦ ହଉଛି ଏଗୁଡାକ, କିନ୍ତୁ ନୁହେଁ କୋଉଟା ନା ରତ୍ନ ହଉଛି ନୁହେଁ, ପ୍ରତିଶବ୍ଦ ନୁହେଁ ରତ୍ନ। ଶୁଷ୍କ ଶବ୍ଦର ବିପରୀତ ଶବ୍ଦ କଣ? ଆର୍ଦ୍ର। ରାମବାବୁ କଣ କଥା ଗୋପନ ରଖିବେ? ତାଙ୍କ ପୁଅ ପରା। ଢୋଲ ଭିତରେ ମୂଷା। ଅର୍ଥାତ ଗୁପ୍ତରେ ଶତ୍ରୁ ରହିବା, ତ ନିଜ ପୁତ୍ର ଆଉ ନିଜ ପୁତ୍ର ଶତ୍ରୁତା ଆଚରଣ କରିବା, ତାକୁ ଏଇ ଅର୍ଥରେ ବ୍ୟବହାର କରାଯାଏ। ଢୋଲ ଭିତରେ ମୂଷା, ନିଜ ଘରେ ଶତ୍ରୁ। ଗୋ ଯୁକ୍ତ ଇନ୍ଦ୍ର କଣ? ଗବେନ୍ଦ୍ର। ଗବେନ୍ଦ୍ର, ଗୋ ଯୁକ୍ତ ଇନ୍ଦ୍ର ଗବେନ୍ଦ୍ର। ଅବସ୍ଥାନର ଉପସର୍ଗ ଅବ୍। ଖଣ୍ଡା ଧରି ଚାଲିବା, ଅତ୍ୟନ୍ତ ନିୟମାନୁବର୍ତ୍ତୀ ହେବା।
ବିଶେଷ୍ୟ ଓ ସର୍ବନାମ ପଦକୁ ବିଶେଷ୍ୟ ଓ ସର୍ବନାମ ପଦକୁ ବିଶେଷିତ କରୁଥିବା ବିଶେଷଣ ପଦକୁ କଣ କୁହାଯାଏ? ନାମବାଚକ। କଂସାରୀ ଘରର ପାରା। ନିମ୍ନଲିଖିତ ରୂଢି ଓ ତାର ଅର୍ଥ ଦିଆଯାଇଥିବା ଯୋଡି ମଧ୍ୟରୁ କେଉଁଟି ଭୁଲ? କଂସାରୀ ଘରର ପାରା ଅର୍ଥାତ୍ ସବୁଦିନ ଯେ ମାନେ କଂସାଇ କଣ କରେ? ଯେମିତି ମାଂସ କାଟେ ମାନେ ମୃତ୍ୟୁ ମୁଖରୁ ଯେମିତି କଣ କହନ୍ତି ତାକୁ? ମାନେ ଯିଏ ନୀତି ମୃତ୍ୟୁ ଦେଖୁଛି ହେଲା, ସେଇଭଳିଆ ପରିସ୍ଥିତିରେ ଯିଏ ବଢିଛି ତାକୁ ଭୟ କଣ ଗ୍ରାସ କରିପାରିବ କି? ତାକୁ ସେଇ ଦୃଷ୍ଟିରୁ କୁହାଯାଇଛି କଂସାଇ ଘରର ପାରା ହେଲା। ଦୈତ୍ୟ, ଧନୁଜ, ରକ୍ଷ। ଏଇ ଦି ତିନିଟା ଗୋଟେ ପ୍ରକାର ଶବ୍ଦ ଧନୁଜ। ଅସୁରକୁ ବୁଝଉଛୁ ବୋଧେ? ଅସୁର, ଧନୁଜ ଅସୁର, ଦୈତ୍ୟ ଅସୁର, ରକ୍ଷ ଅସୁର, କିନ୍ତୁ ସେଇଥିରୁ ଭିନ୍ନ କୋଉଟା? ଅକ୍ଷି। ସୁକୃତ ଶବ୍ଦର ବିପରୀତ କଣ? ଦୁଷ୍କୃତ। ସୁକୃତ, ଦୁଷ୍କୃତ। ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନ ବୁଝାଇ ଅନେକଙ୍କର ସାଧାରଣ ନାମ ପ୍ରକାଶ କରେ ତାକୁ କଣ କୁହାଯାଏ? ଜାତିବାଚକ ବିଶେଷ୍ୟ କୁହାଯାଏ। ଠିକ ଅଛି ପିଲେ, ଏଇଟା ସରିଲା। ଦେଖିବା। 25 ଏପ୍ରିଲ ହେଲା, 25 ଏପ୍ରିଲ 12:30 । ଶିଶୁଟି ବିଭିନ୍ନ ପ୍ରକାର ହସ ହସିପାରେ। ହସିପାରେ କେଉଁ ପ୍ରକାର କ୍ରିୟା? ହସିପାରେ ହଉଛି ସକର୍ମକ କ୍ରିୟା, ଏଥିରେ କ୍ରିୟା ଅଛି ହସିପାରେ। ନିଦାନର ମୂଳ ଧାତୁ ଦା, ଦା ଧାତୁରୁ ହେଇଛି ନିଦାନ ହେଲା। ଦା ଧାତୁରୁ ନିଦାନ ହେଇଛି। ଜ୍ଞାନୀର ବିପରୀତ ଅଜ୍ଞାନ। ଖିଅ କାଢିବା କେଉଁଠି ବ୍ୟବହୃତ? କଥା ଘାଣ୍ଟି ଦୋଷ ଧରିବା। ଭାବ ବିଶେଷଣ କେଉଁ ପଦକୁ ବିଶେଷିତ କରେ? ଭାବ ବିଶେଷଣ କ୍ରିୟା ପଦକୁ ବିଶେଷିତ କରେ। କେଉଁଟି ଠିକ? ପ୍ରଯୁକ୍ତ ଉଢ ହଉଛି ପ୍ରୌଢ, ଏଇଟା ଠିକ ଅଛି। ବଦାଭ୍ୟାସ, ବଦ ଯୁକ୍ତ ଅଭ୍ୟାସ। ଯେଉଁ କ୍ରିୟାରେ କର୍ମ ନଥାଏ ତାକୁ ଯେଉଁ କ୍ରିୟାରେ କର୍ମ ଥାଏ ତାକୁ ସକର୍ମିକ କ୍ରିୟା, ଯେଉଁଥିରେ କର୍ମ ଥାଏ। ଚିତାବାଘଟି ଅତି ବେଗରେ ଦୌଡୁଛି। ଏଠାରେ ଅତି ଶବ୍ଦଟି କଣ? କ୍ରିୟା ବିଶେଷଣ। ଦୌଡୁଛି, କେମିତି ଦୌଡୁଛି ନା ଅତି ବେଗରେ। ବିରାଡ଼ି ଚିଙ୍କିବା, ଅନୁକୂଳ ବିଗିଡିଯିବା। କୁହୁଡି ପହଁରିବା, ବୃଥା ପରିଶ୍ରମ କରିବା। ରିପୁ ବୈରୀ। ପର ପ୍ରତ୍ୟୟକୁ କଣ କୁହାଯାଏ? ପରସର୍ଗ। କୋଶ୍ଚିନ୍ ଆଉ ଶୋ କରୁନି ୟାର, ଠିକ ଅଛି ଆମେ ନେକ୍ସଟ ଦେଖିବା। ପିଲାମାନେ ଆମେ ଏଇଟା 28 ଏପ୍ରିଲ 9 AM ର କୋଶ୍ଚିନ୍ ଦେଖିବା। କୋଶ୍ଚିନ୍ ଦେଖିଲେ ତମର ଗୋଟେ ଆଇଡିଆ ପଳେଇ ଆସିବ ଯେ କେମିତି କଣ କୋଶ୍ଚିନ୍ ଆସୁଛି କଣ ନାହିଁ, ସେଇଟା ଟିକେ ତମର ଜେନେରାଲ ନଲେଜ ପଳେଇ ଆସିବ। ସେଥିପାଇଁ କୋଶ୍ଚିନ୍ ଦେଖିବା ଉଚିତ। ଅବାସନ୍ନର ବିପରୀତ ଶବ୍ଦ କଣ? ପ୍ରସନ୍ନ ହେଲା। ଆଖି ମାରିବା, ଚୋରା ଚାହାଣୀରେ ଚାହିଁବା। ଯୋଉ ବିପରୀତ ଶବ୍ଦ ପ୍ରାୟ ପଡୁଛି ନୁହେଁ? ବିପରୀତ ଶବ୍ଦ ରୂଢି। ରୂଢିଟା ଦେଖିଦବ, ପୁରା ସିରିଜ ଅଛି ମୋ ୟୁଟ୍ୟୁବରେ, ଆପଣମାନେ ସେଇଟା ଯାଇକି ଦେଖିପାରିବେ ରୂଢି ଉପରେ ଯଦି ଟିକେ ଚାହାନ୍ତି। ଆଉ ରୂଢି ମୁଁ ବିଭିନ୍ନ ପ୍ରକାର ରୂଢି ଦେଇଛି ବିଭିନ୍ନ ବହିରୁ ଆଣିକି, ତ ଆପଣ ଟିକେ ଦେଖି ଦେଇପାରିବେ ଯଦି ଚାହାନ୍ତି। ପିଲାଏ ପ୍ରାର୍ଥନା କରୁଛନ୍ତି, ଏହି କ୍ରିୟାପଦର ସ୍ୱରୂପ ନିର୍ଣ୍ଣୟ କର। ପ୍ରାର୍ଥନା କରୁଛନ୍ତି, ସକର୍ମକ କର୍ମ ଅଛି ଏଥିରେ, ପ୍ରାର୍ଥନା କରିବାଟା ଗୋଟେ କର୍ମ। ଆଲୋଚନା ସେତିକି ଥାଉ, ନହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ। ଆଳୁ ଖୋଳୁ ଖୋଳୁ ମାନେ ଛୋଟ କଥା, ଏଇଟା ଘର ବୁଢୀ ପାଣି ଆଣ୍ଠୁଏ ବୋଲି ସମସ୍ତେ ବି କହିପାରିବେ ଯେ ନା, ଏଇଟା ଗୋଟେ ଅବସ୍ଥା ବୁଝଉଛି ଯେ କୌଣସି ଗୋଟେ ଗମ୍ଭୀର ଅବସ୍ଥା ହେଇଛି, ତାପରେ କୁହାହଉଛି ଘର ବୁଢୀ ପାଣି ଆଣ୍ଠୁଏ ହେଲାଣି, ଅସମ୍ଭାଳ ହେଲାଣି।
ଆଲୋଚନା ସେତିକି ଥାଉ ନହେଲେ ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିବେ। ଅର୍ଥାତ୍ ଯଦି ଛୋଟ କଥାରୁ ବଡ କଥାର ପ୍ରଘଟ ହବ। ସେଥିପାଇଁ କୁହାଯାଇଛି ହେଲା। ଅତୀବ କଣ ଅଛି? ଅତି ଯୁକ୍ତ ଇବ। ଅତି ହର୍ଷେଇ ହର୍ଷେଇ ମିଶିକି ଦୀର୍ଘ ହେଇଯାଇଛି। ହର୍ଷେଇ ପ୍ଲସ ହର୍ଷେଇ ହେଇକି ଦୀର୍ଘ ହେଇଯାଇଛି। ଅତୀବ। ଅତି ଯୁକ୍ତ ଇବ ଅତୀବ। ଉତ୍ତମ ଶିକ୍ଷକ ମାନେ। ଉତ୍ତମ ହଉଛି ଗୋଟେ ଗୁଣ। ଗୁଣବାଚକ ବିଶେଷ ବୁଝୁଛୁ। ଆଉ ଉତ୍ତମ ଅବସ୍ଥା ବୁଝିପାରୁଛୁ ନା କ୍ରିୟାଜ ବିଶେଷଣ। ଉତ୍ତମ ହଉଛି ଗୋଟେ ଗୁଣବାଚକ ବିଶେଷଣ। ଉତ୍ତମ ଶିକ୍ଷକ ମାନେ। ଉତ୍ତମ କହିଲେ ଭଲ ଶିକ୍ଷକ ମାନେ। ଅପରାଧୀର ବିପରୀତ ଶବ୍ଦ କଣ? ନିରାପରାଧ। ଅପରାଧୀର ବିପରୀତ ଶବ୍ଦ ହଉଛି ନିରାପରାଧ। ନିରାପରାଧ। ଭିନ୍ନ ଶବ୍ଦ କଣ? ଶ୍ରୀ, ବସୁ, ବିଭୁ, ମିତ। ନିମ୍ନରେ ଦିଆଯାଇଥିବା ଭିନ୍ନ ଶବ୍ଦ ହଉଛି ସୁଧା। ଉଠ ଉଠରେ ଉତ୍କଳ ସନ୍ତାନ। ଏଟା ସନ୍ତାନ ଜାତୀୟବାଚକ ବିଶେଷ ସନ୍ତାନ। ଉଠ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ। ଏଇଟା ଯୋଉ କବିତା ଆମର। ଅନ୍ଧାରରେ ବୁଢୀ ବାଡି ବୁଲାଇବା। ନିଶ୍ଚିତ ଭାବରେ କାର୍ଯ୍ୟ କରିବା ହେଲା। ଅନାବୃଷ୍ଟିର ବିପରୀତ ଅତିବୃଷ୍ଟି। ଅନାବୃଷ୍ଟି କହିଲେ ମରୁଡି, ଅତିବୃଷ୍ଟି କହିଲେ ବନ୍ୟା ହେଲା। ଅନାବୃଷ୍ଟି, ଅତିବୃଷ୍ଟି। ଉଷ୍ଣା ଧାନ ଗଜା ହେବା। ଅସମ୍ଭବ, ସମ୍ଭବ ହେବା। ଭୂମିର ଓଡିଆ ରୂପ ଭୂଇଁ। ଅଗ୍ନି ଶବ୍ଦଟିର ପ୍ରତିଶବ୍ଦ କଣ? ଅଗ୍ନିର ପ୍ରତିଶବ୍ଦ ହଉଛି କୃଷାଣୁ। ପ୍ରତିଶବ୍ଦ ପଚାରିଛି ହେଲା। ତଦ୍ଭବ ଧାତୁ କାହାକୁ କୁହାଯାଏ? ସଂସ୍କୃତ ପରିବର୍ତ୍ତେ ଓଡିଆରେ ପ୍ରଚଳିତ ଧାତୁକୁ ତଦ୍ଭବ କୁହାଯାଏ। ପ୍ର ଉପସର୍ଗ ମୁଖ୍ୟତଃ ନିମ୍ନ କେଉଁଥିରେ ବ୍ୟବହୃତ ହୁଏ? ଉତ୍କର୍ଷ। ପ୍ର। ଚ ବର୍ଗର ନାମ କଣ? କଚଟ ତର୍ଫ ଯୋଉଟା କହିଥିଲି ପିଲାମାନେ। କଚଟ ତପ ଯୋଉଟା କହିଥିଲି ସେଇଟା ଦେଖିଥବ ତମେ। କ ବର୍ଗ କ ଚ ଟ ତପ। ସେଇ ଦୃଷ୍ଟିରୁ ଛ ହଉଛି ତାଲବ୍ୟ। ଅ ବା ଆ ପରେ ଉ ବା ଓ ଥିଲେ ଦୁହେଁ ମିଶି ଓ ହୁଅନ୍ତି। ଷୋଡଶର ଠିକ୍ ସନ୍ଧି ବିଚ୍ଛେଦ କଣ? ଷୋଡଶ ଷଡ୍ ଯୁକ୍ତ ଇସ। ଏଇ ଷଡ୍ ଯୁକ୍ତ ଦଶ। ଷୋଡଶ। ଅବତାରଣ ଶବ୍ଦଟି ଗଠନ କିପରି ହେବ? ଅବତୃଅନ୍ ହେଲା ଅବତାରଣ ଏଇଟା ଠିକ୍ ଅଛି। ବୁଢା ଲୋକଟି ଠିକ୍ ଅଛି। ବୁଢା ହଉଛି ଗୋଟେ ଅବସ୍ଥା। ଯୁବା ହଉଛି ଗୋଟେ ଅବସ୍ଥା। ଯୁବକ ଅବସ୍ଥା। ଧନ୍ୟ ଯୁବକଟି ଶୀତରେ ଧରୁଛି। ତା ଯୁବକଟା ଗୋଟେ ଅବସ୍ଥା। ବୁଢାଟା ଗୋଟେ ଅବସ୍ଥା। ଏଇଟା ଅବସ୍ଥାବାଚକ ବିଶେଷଣ ହେଲା। ଲୋକଟା କଣ ଅଛି? ବୁଢା ଅଛି। ନାମବାଚକ ବିଶେଷଣ ଲୋକ। ଜାତିବାଚକ ବିଶେଷଣ ଏଟା। ଲୋକ ବୁଢା ହେଲା। ବୁଢାଟା ହଉଛି ଅବସ୍ଥା। ଆନୟନ ଆ-ନି-ଅନ୍ ହେଲା। ଓଡିଆ ହଉଛି ଶାସ୍ତ୍ରୀୟ ଭାରତୀୟ ଭାଷା। ଅବସ୍ଥା ବାର ବାଜିବା ଶୋଚନୀୟ ହୋଇ ପଡିବା। ମଧୁବାବୁ ଓଡିଆ ଜାତିର ଭାଗୀରଥୀ। ଏ ଭାଗୀରଥୀ ପଦଟି ଜାତିବାଚକ ବିଶେଷ ହେଲା। ଠିକ୍ ଅଛି ଏଇଟା ସରିଲା। ନେକ୍ସଟ ଆମେ ଦେଖିବା ଆମେ ପଢିବା 27 ଏପ୍ରିଲ 24 ର 4ଟା PM ର କୋଶ୍ଚିନ୍। ସଂଯୁକ୍ତ ସ୍ୱର ହଉ। ପାଣିଚିଆଟା ଭିନ୍ନ। ଲୁଣିଆ, ଢୋଲିଆ, ମଧୁରିଆ, ପାଣିଚିଆ। ଅତଏବ ସନ୍ଧିର ଅତଃ ଯୁକ୍ତ ହେବ। ଅତଏବ ଅତଏବ ଅତଃ ଯୁକ୍ତ ହେବ। ସଜ ମାଛରେ ପୋକ ପକାଇବା ଅର୍ଥାତ୍ ନିର୍ଦ୍ଦୋଷକୁ ବଦନାମ କରିବା। ସଜ ମାଛରେ ପୋକ ପକାଇବା ମାନେ ଭଲ ମାଛକୁ ନଷ୍ଟ କରିକି କହିବା। ହର୍ଷ ସ୍ୱର ହର୍ଷ ଇ ଏଇ ସବୁ ଗୁଡିକ ହଉଛି ହର୍ଷ ସ୍ୱର। ନାମବାଚକ ବିଶେଷଣ ଅନ୍ତର୍ଭୁକ୍ତ ନୁହେଁ। ବିଶେଷ୍ୟ ସର୍ବନାମ ଅବ୍ୟୟ ସମସ୍ତ। ହଁ ଅବ୍ୟୟଟା ନାମବାଚକ ବିଶେଷଣ କାହିଁ ହବ? ଏବଂ ଓ ଏଟା କଣ ନାମବାଚକ ବିଶେଷଣ ହବ କି? ନୁହେଁ। ଅଭ୍ୟୁଦୟ ସନ୍ଧି ବିଚ୍ଛେଦ କଣ? ଅଭିଯୁକ୍ତ ଅଧ୍ୟାୟ ହଉଛି ଅଭ୍ୟୁଦୟ। ଭୁଲ ଉତ୍ତରଟି ବାଛ। ତପସ୍ରୁତ ବିନ୍ ତପବିନ୍। ମେଧା ଯୁକ୍ତ ବିନ୍ ମେଧା ବିନ୍। ଆଚ୍ଛା। ଚିତା କାଟିବା ଠକିବା।
ଶୁଣ୍ଡି ସାକ୍ଷୀ ମାତାଲ ଏଇ ରୂଢିର ଅର୍ଥ କଣ? ମନ୍ଦ ଲୋକକୁ ସମର୍ଥନ କରିବା। ଏଇଟା ଗୋଟେ ବଢିଆ ରୂଢିଟେ। ଶୁଣ୍ଡି ସାକ୍ଷୀ ମାତାଲ ଏଇ ରୂଢିଟା ମୁଁ ପ୍ରାୟ ଦେଖିନଥିଲି ହେଲା। ଏହାର ଅର୍ଥ ହଉଛି ମନ୍ଦ ଲୋକକୁ ସମର୍ଥନ କରିବା। ଏଇଟା ଟିକେ ମନେ ରଖିଥିବା ପିଲାମାନେ। ଶୁଣ୍ଡି ସାକ୍ଷୀ ମାତାଲ ମନ୍ଦ ଲୋକକୁ ସମର୍ଥନ କରିବା। ସହଯୁକ୍ତ ଥକୁ ସନ୍ଧି କର। ଶୁଣ୍ଡି ସାକ୍ଷୀ ମାତାଲ ମନ୍ଦ ଲୋକକୁ ସମର୍ଥନ କରିବା। ସହଯୁକ୍ତ ଥ ଷଷ୍ଠ। ଶିକ୍ଷକ ହରିକୁ ପାଠ ପଚାରିଲେ। ପାଠ ପଚାରିଲେ କଣ ପଚାରିଲେ ନା ପାଠ ପଚାରିଲେ କଣ? ଶିକ୍ଷକ ହରିକୁ ପଚାରିଲେ। ପଚାରିବାଟା ଗୋଟେ କ୍ରିୟା। ପାଠ ପଚାରିଲେ ଦି କର୍ମ ହେଲା। ଶୃଙ୍ଖଳାର ବିପଦ କଣ? ଶୃଙ୍ଖଳା ମେଣ୍ଟେନ କର। ଗଜ ବାରଣ କୁଞ୍ଜର ବିନାୟକ ସଦର ବିନାୟକ। ବେଦ ପୃଥିବୀର ପ୍ରାଚୀନତମ ଗ୍ରନ୍ଥ। ଏଠାର ପ୍ରାଚୀନତମ ଶବ୍ଦ କି ପ୍ରକାର? ବେଦ ପୃଥିବୀର ପ୍ରାଚୀନତମ ଗ୍ରନ୍ଥ। ପ୍ରାଚୀନ କହିଲେ ଗୋଟେ ପୁରାତନକୁ ବୁଝଉଛି। ତାହେଲେ ତୁଳନାତ୍ମକ ବିଶେଷଣ କେମିତି ହେଲା? ବେଦ ପୃଥିବୀର ପ୍ରାଚୀନତମ ଗ୍ରନ୍ଥ। ହଁ, ବେଦକୁ ତୁଳନା କରାହେଲା, ସେଥିପାଇଁ ଏଟା ତୁଳନାତ୍ମକ ବିଶେଷଣ ହେଲା। ଈଷତ୍ର ବିପଦ ଶବ୍ଦ କଣ? ପ୍ରଭୁତ। ଈଷତ୍ ପ୍ରଭୁତ। କୋଣାର୍କ ଏକ ବିଶ୍ୱସ୍ତରୀୟ କୀର୍ତ୍ତି। କୋଣାର୍କ କେଉଁ ପ୍ରକାର ବିଶେଷ୍ୟ? ନାମବାଚକ ବିଶେଷ୍ୟ। କୋଣାର୍କଟା। ପଢିଲ କ୍ରିୟାର କାଳ ନିରୂପଣ କର। ପଢିଲ କହିଲେ କ୍ରିୟାର କାଳ ନିରୂପଣ କର। ସାଧାରଣ ଅତୀତ। ପଢିଲ ତୁମେ ପାଠ ପଢିଲ ମାନେ ଜଷ୍ଟ ତମେ ପଢି ସାରିଲ କି ତୁମେ ଖାଇ ସାରିଲ, ସେଟା ସାଧାରଣ ଅତୀତକୁ ବୁଝାଉଛି। ଆଉ ଏହାର ଅର୍ଥ ଶାରଳା ଦାସଙ୍କୁ ଓଡ଼ିଆ ଭାଷାରେ ବ୍ୟାସଦେବ କୁହାଯାଏ। ବ୍ୟାସଦେବ ପଦଟି କେଉଁ ପ୍ରକାର ବିଶେଷ୍ୟ? ଜାତିବାଚକ ବିଶେଷ୍ୟ। ଅବଶ୍ୟ ମହାତ୍ମା ଗାନ୍ଧୀ ଜାତିବାଚକ ବିଶେଷ୍ୟ। ଫକୀରମୋହନଙ୍କୁ ଯୋଉ କାହା ସହିତ ତୁଳନା କରାଯାଇଛି, ସେଟା ଯୋଉ ଜାତିବାଚକ ବିଶେଷ୍ୟ। ଏଇଭଳିଆ ଆସିଲେ ଜାତିବାଚକ ବିଶେଷ୍ୟ ମାରିବ ହେଲା। ଲତା ସଦର ପ୍ରତିଶବ୍ଦ କଣ? ବଲ୍ଲୀ। ଅଳସୁଆ ଲୋକମାନେ ଡ୍ୟାନ୍ସକୁ ଚେଷ୍ଟା କରନ୍ତି। ଅଳସୁଆ ଲୋକମାନେ ପରମୁଣ୍ଡରେ ନଡିଆ ବାଡେଇବାକୁ ଚେଷ୍ଟା କରନ୍ତି। ଆମର ବାଳ ବାଛିବା। ଏ ରୂଢିର ଅର୍ଥ କଣ? ବୃଥା ପରିଶ୍ରମ କରିବା। ଉଭୟ ମୁଖ ଗହ୍ୱର ନାସିକା ସାହାଯ୍ୟରେ କେଉଁ ବର୍ଣ୍ଣ ଉଚ୍ଚାରିତ ହୁଏ? ଉଭୟ ମୁଖ ଗହ୍ୱର ନାସିକା ସାହାଯ୍ୟରେ ଅନୁନାସିକ ବର୍ଣ୍ଣ ହେଲା। ଚିନ୍ମୟ ଶବ୍ଦର ଗଠନ କିପରି ହବ? ଚିତ୍ ଯୁକ୍ତ ମୟ ହଉଛି ଚିନ୍ମୟ। ଈଶ୍ୱର ବିପଦ ଶବ୍ଦ କଣ? ଅନିଶ ହେଲା। ନେକ୍ସଟ ଆମେ ଯିବା ପିଲାମାନେ, ଏଟା ହଉଛି ଆମର ଏଟା ହଉଛି ଆମର 29 ଏପ୍ରିଲ 24 PM ର କୋଶ୍ଚିନ୍। ବାଘ ଗର୍ଜନ ଶୁଣି ପିଲାମାନଙ୍କର ପିଳେଇ ପାଣି ହେଲା। ପିଳେଇ ପାଣି ମାନେ ଡରିଯିବା ହେଲା। ଯଦି କୋଉଟା ତମେ ନ ଜାଣିପାରୁଥିବ, ସେତେବେଳେ ପଜ କରିକି ତାକୁ ନୋଟ କରିଦବ ପିଲାମାନେ। କୁକୁରକୁ ଗୋଟେ ବିଶ୍ୱସ୍ତ ପ୍ରାଣୀ। କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ। ଏଠାରେ କୁକୁର କେଉଁ ପ୍ରକାର ବିଶେଷ୍ୟ? କୁକୁର ଯୋଉଟା ଜାତିବାଚକ ବିଶେଷ୍ୟ। ଔଷଧ କାଟୁ କରିବା। ଏଇ ରୂଢିଟିର ଅର୍ଥ କଣ? ଉଦ୍ୟମ ଫଳପ୍ରଦ ହବା। ଔଷଧ କାଟୁ କଲା ଅର୍ଥାତ୍ କଣନ୍ତି ମୋ ଔଷଧଟା କାଟୁ କଲା ଅର୍ଥାତ୍ ଉଦ୍ୟମ ଫଳପ୍ରଦ ହେଲା। ଗ୍ରାମ୍ୟର ବିପରୀତ କଣ? ବନ୍ୟ। ପ୍ରତ୍ୟକ୍ଷ ସନ୍ଧି ବିଚ୍ଛେଦ କଲେ କଣ ହବ? ପ୍ରତିଯୁକ୍ତ ଅକ୍ଷ ହଉଛି ପ୍ରତ୍ୟକ୍ଷ। ଯେଉଁ କ୍ରିୟା ଦ୍ୱାରା ବାକ୍ୟ ସମାପ୍ତ ହୁଏ ତାକୁ ସମବିକ କ୍ରିୟା କୁହାଯାଏ। ଦେଶ ଶବ୍ଦ କୋଉଟା? ଥାକାଳଟା ଗୋଟେ ଦେଶ ଶବ୍ଦ। ଖଣ୍ଡାଧାରରେ ଚାଲିବା। ଖଣ୍ଡାଧାରରେ ଚାଲିବାର ଅର୍ଥ କଣ? ଅତି ସାବଧାନରେ ଚାଲିବା। ଖଣ୍ଡାଧାରରେ ଚାଲିବା। ନେତା ଶବ୍ଦର ଗଠନ ନୀତି କିପରି ହବ? ନିଯୁକ୍ତ ତ୍ରିଭୁଜ ନେତା। ରକ୍ଷକ ଶବ୍ଦର ବିପରୀତ ଭକ୍ଷକ। ଶୀତଳ ପବନ ବହୁଛି। ବହୁଛି ଗୋଟେ କଣ? ଅକର୍ମକ। ଏତେ କର୍ମ ଅଛି କି? ବହୁଛି।
ଏତେ କର୍ମ ନାହିଁ। ଶିଖରୀ ଶବ୍ଦର ପ୍ରତିଶବ୍ଦ କଣ? ଶିଖରୀ ହଉଛି ପର୍ବତ। ଶିଖରୀ କହିଲେ ପର୍ବତ କୁହାଯାଏ ବୁଝାଏ। ଦୀପରେ ଯଥେଷ୍ଟ ତେଲ ନାହିଁ। ଯଥେଷ୍ଟ କି ପ୍ରକାର ବିଶେଷଣ? ପରିମାଣବାଚକ ବିଶେଷଣ। ନାସ୍ତି ସୂଚକ ଅର୍ଥରେ କେଉଁ ଉପସର୍ଗ ବ୍ୟବହୃତ ହୁଏ? ନି। ଧୀର ପାଣି ପଥର କାଟେ। ଧୀର ଶବ୍ଦ କି ପ୍ରକାର ବିଶେଷଣ? ଧୀର ହଉଛି ଗୋଟେ ପିଲାମାନେ ଧୀର ହଉଛି ଗୋଟେ ଗୁଣବାଚକ ବିଶେଷଣ। କଟକିଆ ଏଠାରେ କେଉଁ ପ୍ରକାର କଟକିଆ ଏଠାରେ କେଉଁ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଇ ଆ ବା ନିବାସ ଅର୍ଥରେ ବ୍ୟବହୃତ ହୋଇଛି ହେଲା। କଟକିଆ ଏଥିରେ ପ୍ରତ୍ୟୟ କଣ? ଇ ଆ। କଟକି ଇ ଆ ଲାଗିଛି ହେଲା। କେଉଁ ଅର୍ଥରେ? ନିବାସ ଅର୍ଥରେ। ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ଭାଷାର ପ୍ରେମଚନ୍ଦ କୁହାଯାଏ। ଜାତିବାଚକ ନାମବାଚକ। ଏଇ ଭିତରେ ଫକୀରମୋହନ ସେନାପତି। ଓ ହଁ, ଏଇଟା ଫକୀରମୋହନ ହଉଛି ନାମବାଚକ। ଫକୀରମୋହନ କହିଲେ ଏଇଟା ହଉଛି ନାମବାଚକ ବିଶେଷଣ, କିନ୍ତୁ ପ୍ରେମଚନ୍ଦ କହିଲେ ଜାତିବାଚକ ବିଶେଷଣ ବୁଝିବ ହେଲା। ବର୍ତ୍ତମାନ ଯେହେତୁ ଫକୀରମୋହନ ସେନାପତି ପଚାରୁଛି, ତାହେଲେ ଏଇଟା ନାମବାଚକ ହବ। ଯଦି କହିଥାନ୍ତା ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ଭାଷାର ପ୍ରେମଚନ୍ଦ କୁହାଯାଏ, ତାହେଲେ ପ୍ରେମଚନ୍ଦ କେଉଁ ପ୍ରକାର ବିଶେଷ୍ୟ? ପ୍ରେମଚନ୍ଦ ହଉଛନ୍ତି ଜାତିବାଚକ ବିଶେଷ୍ୟ। ଯଦି ପ୍ରେମଚନ୍ଦ ପଚାରିଥାନ୍ତା, ବୁଝିପାରିଲ? ଏଇଟା କୋଶ୍ଚିନ୍‌ଟା ଓଲଟା ପଚରା ହେଇଛି। ନିମ୍ନରେ ଦିଆଯାଇଥିବା ଭିନ୍ନ ଭିନ୍ନ ଶବ୍ଦକୁ ବାଛ। ବିନାୟକ, ଏକଦନ୍ତ, ଗଜପତି, ବାମଦେବ। ବିନାୟକ କହିଲେ ଗଣେଶକୁ ବୁଝାଏ। ଏକଦନ୍ତ କହିଲେ ଗଣେଶକୁ ବୁଝାଏ। ଗଜପତି କହିଲେ ଗଣେଶକୁ ବୁଝାଏ। ବାମଦେବ କହିଲେ ସେଇଟା ଶିବଙ୍କୁ ବୁଝାଏ। ତେଣୁକରି ଏମାନଙ୍କ ଭିତରୁ ଭିନ୍ନ ହଉଛି ବାମଦେବ। ସଦ୍ୟଃ ଯୁକ୍ତ ଜାତ କଣ? ସନ୍ଧି କଲେ କଣ ହବ? ସଦ୍ୟଜାତ। ଅତି ଉତ୍ତମ ନିମ୍ନ ଅକ୍ଷର ମଧ୍ୟରୁ କେଉଁଟି ଅତି ଉତ୍ତମର ସଠିକ ସନ୍ଧି ବିଚ୍ଛେଦ? ଅତି ଯୁକ୍ତ ଉତ୍ତମ ହଉଛି ଅତି ଉତ୍ତମ। କେରାଣ୍ଡି ଗୁନ୍ଥି ଶେଉଳ ଧରିବା, ଏଇ ରୂଢ଼ିଟି କେଉଁ ଅର୍ଥରେ ବ୍ୟବହୃତ କରାଯାଇଛି? ପିଲାମାନେ 46 ନମ୍ବର କୋଶ୍ଚିନ୍‌ଟା ଦେଖ। କେରାଣ୍ଡି ଗୁନ୍ଥି ଶେଉଳ ଧରିବା, ଏଇଟା କେଉଁ ଅର୍ଥରେ ବ୍ୟବହୃତ ହଉଛି? କମେଣ୍ଟ କର। ଆଉ ଏଇଟା କଣ ପାଇଁ ହେଇଛି ଦେଖ। କେରାଣ୍ଡି ଗୁନ୍ଥି ଶେଉଳ ଧରିବାର ଅର୍ଥ ହଉଛି ସାମାନ୍ୟ ବ୍ୟୟରେ ବହୁତ ଲାଭ କରିବା। ବୁଝିହେଲା? ଏଇଟା ହବ। କେରାଣ୍ଡି ଗଲେ ଛୋଟ ମାଛ। ଛୋଟ ମାଛକୁ ଯେମିତି ଆମେ ଛୋଟ ମାଛ ଗୁନ୍ଥିକି ବଡ ମାଛକୁ ଧରିବା ହେଲା, ସାମାନ୍ୟ ବ୍ୟୟରେ ବହୁତ ଲାଭ କରିବା। ଗୋପନୀୟର ବିପରୀତ ଶବ୍ଦ କଣ? ପ୍ରକାଶ୍ୟ ହେଲା। ଗୋପନୀୟର ବିପରୀତ ହଉଛି ପ୍ରକାଶ୍ୟ। ମାତ୍ରା କାହାକୁ କୁହାଯାଏ? ସ୍ୱର ବର୍ଣ୍ଣର ସାଂକେତିକ ରୂପକୁ ପ୍ରକାଶ୍ୟ କୁହାଯାଏ। ମାତ୍ରା କାହାକୁ କୁହାଯାଏ? ସ୍ୱର ବର୍ଣ୍ଣର ସାଂକେତିକ ରୂପ ବା ମାତ୍ରା କୁହାଯାଏ। ମୌଳିକ ଶବ୍ଦ ଘର। ଠାକୁର ଖାଏ ଖଟୁଲି ଖାଏ, ସବୁ ଆତ୍ମସାତ୍ କରେ। ବର୍ତ୍ତମାନ ଠାକୁର ଖାଇଛ ନା କଣ? ଠାକୁର ଖଟୁଲି ଖାଇବୁ, ଅଥବା ସବୁ କଣ ଆତ୍ମସାତ୍ କରିଦବୁ? ସରିଲା ଏଇଟା। ନେକ୍ସଟ ଦେଖିବା। ଏଇଟା ଦେଖ 24 ଏପ୍ରିଲ 9ଟା ବେଳର। ଆମେ କରିଥିଲେ କିରେ ଏବେ? କୋଶ୍ଚିନ୍ ଦେଖିଲେ ଜଣାପଡିଯିବ କରିଛି କି ନାହିଁ। ନା ଏଇଟା କରିନି ଆମେ ହେଲା। କନ୍ୟା ଶବ୍ଦର ପ୍ରତିଶବ୍ଦ ନୁହେଁ। ସନ୍ତାନ, ହଁ ଏଟା ନୁହେଁ। ତନୟା, ସୁତା, ଦୁହିତା ଏସବୁ କନ୍ୟାର ପ୍ରତିଶବ୍ଦ। ଓଡ଼ିଆ ଭାଷାରେ କେତେ ପ୍ରକାର ବିଶେଷ୍ୟ ପଦ ରହିଛି? ନାମବାଚକ, ଜାତିବାଚକ, ବସ୍ତୁବାଚକ, ଏ ଯୋଉ 5 ପ୍ରକାର ବିଶେଷ୍ୟ ହେଲା। ଆଉ କୋଉ ବିଶେଷ୍ୟ ଛାଡିଦେଲି ସେଟା କମେଣ୍ଟ କରିବ ହେଲା। କ୍ରିୟାପଦ ମଧ୍ୟରେ କେଉଁଠି ଅସମ୍ପନ୍ନ ସୂଚକ କ୍ରିୟା? ଯୋଉଟା ସମ୍ପନ୍ନ ହେଇନି। ପଢୁ, ଏଟା ହଉଛି ଅସମ୍ପନ୍ନ। ନୟନର ସନ୍ଧି ବିଚ୍ଛେଦ ସ୍ୱରୂପ କଣ? ନୟନ, ନେ ଯୁକ୍ତ ନ, ନୟନ। ମୁଖ ଉଚ୍ଚାରିତ ସାର୍ଥକ ଧ୍ୱନି ଗୁଡିକ ସମାହାର କଣ କୁହାଯାଏ? ଧ୍ୱନି ଗୁଡିକ କଣ କୁହାଯାଏ? ଶବ୍ଦ କୁହାଯାଏ। ବାକ୍ୟ କୁହାଯିବନି, ଧ୍ୱନି ଗୁଡିକ ଶବ୍ଦ କୁହାଯିବ। ପ୍ରାପ୍ୟ ଶବ୍ଦର ବିପରୀତ କେଉଁଠି? ଅପ୍ରାପ୍ୟ। ପ୍ରାପ୍ୟର ବିପରୀତ ଶବ୍ଦ କେଉଁଠି? ଦେୟ। ବିପରୀତ ଶବ୍ଦ। ପ୍ରାପ୍ୟ ଅର୍ଥ ପାଇବା, ଦେୟ ଅର୍ଥ ଦେବା। ପ୍ରାପ୍ୟର ଅପ୍ରାପ୍ୟ ହବନି, ପ୍ରାପ୍ୟର ଦେୟ ହବ। ପ୍ରାପ୍ୟ ପାଇବା, ସେଇଟା ମୋର ପ୍ରାପ୍ୟ। ପାଇବା, ଦେୟ ମାନେ ଦେବା, ସେଇଟା ହଉଛି ତାର ବିପରୀତ ଶବ୍ଦ।
ଭାରତ ଶବ୍ଦର ଆ ଏକ କଣ ନା ଉପସର୍ଗ। ବୁଝିପାରିଲ? ଆକାଶ କୁସୁମ ସଠିକ ଅର୍ଥ କଣ? ବୃଥା ସ୍ୱପ୍ନ। ନିମ୍ନରେ ଲିଖିତ ମଧ୍ୟରୁ କେଉଁଠି ସମ୍ବାଦ ଶବ୍ଦର ଉପଯୁକ୍ତ ଗଠନ ରୀତି? ସମ୍ବଦ ହଉଛି ସମ୍ବାଦ। ପ୍ରସାଦ ଶବ୍ଦର ବିପରୀତ କଣ? ପ୍ରସାଦ ଶବ୍ଦର ବିପରୀତ ଶବ୍ଦ କଣ? କୁଟୀର। ପ୍ରସାଦ କହିଲେ କୁଟୀର ବା ଘର। ଘର ବି ହବ କିନ୍ତୁ ପ୍ରସାଦ କହିଲେ ଗୋଟେ ବିଳାସମୟ ମହଲ ବୁଝଉଛି। କୁଟୀର କହିଲେ ଗୋଟେ ଛାଟି ମାଟିର ଘରକୁ ବୁଝଉଛି ହେଲା। ଉତ୍କର୍ଷ ଶବ୍ଦରେ କେଉଁ ଉପସର୍ଗ ଲାଗିଛି? ଉତ୍ ଯୁକ୍ତ ସର୍ଗ। ଉତ୍କର୍ଷ ହେଲା। ଉତ୍ ଲାଗିଛି ହେଲା। ଦୋଷୀ ଶବ୍ଦର ବିପରୀତ ଶବ୍ଦ କଣ? ନିର୍ଦୋଷ। ଦୋଷୀର ନିର୍ଦୋଷ। ଆବୁଡ଼ି ପଡ଼ିବାର ଅର୍ଥ କଣ? ନ ପଚାରୁଣୁ କହିବା ହେଲା। ଆବୁଡ଼ି ପଡ଼ି କହିବା, ନ ପଚାରୁଣୁ କହିବା। ଧ୍ୱନିର ସାଙ୍କେତିକ ରୂପ କଣ କୁହାଯାଏ? ବର୍ଣ୍ଣ କୁହାଯାଏ। ଧ୍ୱନିର ସାଙ୍କେତିକ ରୂପ ହଉଛି ବର୍ଣ୍ଣ। ନିମ୍ନଲିଖିତ ମଧ୍ୟରୁ କେଉଁଠି ଅମୃତ ଶବ୍ଦର ପ୍ରତିଶବ୍ଦ ନୁହେଁ? ନିମ୍ନଲିଖିତ ମଧ୍ୟରୁ କେଉଁଠି ଅମୃତ ଶବ୍ଦର ପ୍ରତିଶବ୍ଦ ନୁହେଁ? ଅମିୟ, ସୁଧା, ବସୁଧା। ବସୁଧା କହିଲେ ଯୋଉ ମାଟିକୁ ବୁଝାଏ ହେଲା। ଏଇଟା ପ୍ରତିଶବ୍ଦ ନୁହଁ। ପ୍ରତିଶବ୍ଦ ଗୁଡା ଅମିୟ, ଅମୃତର ଅମିୟ, ସୁଧା, ପିୟୁଷ ଏଇଟା ହଉଛି ପ୍ରତିଶବ୍ଦ। ପ୍ରତିଶବ୍ଦ ଗୁଡାଏ ପଡୁଛି ପିଲାମାନେ ହେଲା। ପ୍ରତିଶବ୍ଦ ଟିକେ ନୋଟିସ୍ କରିଦବା। ମଣିଷର ମୁଖ ନିଃସୃତ ଧ୍ୱନିମାନଙ୍କ ନିୟମବଦ୍ଧ ସମାହାରକୁ କଣ କୁହାଯାଏ? ଭାଷା। ଧ୍ୱନି। ଅନ୍ଧର ଲଉଡ଼ି, ଅସହାୟର ସହାୟ। କ୍ରିୟାର ମୂଳ ପ୍ରକୃତିକୁ କଣ କୁହାଯାଏ? ଧାତୁ। ନିମ୍ନ ସନ୍ଧିମାନଙ୍କ ମଧ୍ୟରୁ କେଉଁଠି ଭୁଲ ସନ୍ଧି ବିଚ୍ଛେଦ ତା ଚିହ୍ନଟ କର? ଅନୁଯୁକ୍ତ ଏଷଣ, ଅନ୍ୱେଷଣ। ସ୍ୱଯୁକ୍ତ ଆଗତ, ସ୍ୱାଗତ ହେଲା। ନିମ୍ନଲିଖିତ ସନ୍ଧି ଗୁଡ଼ିକ ମଧ୍ୟରୁ କେଉଁଠି ସ୍ୱର ସନ୍ଧି ନୁହେଁ? ସ୍ୱର ସନ୍ଧି ନୁହେଁ। ସଯୁକ୍ତ ଇଚ୍ଛା, ସଦିଚ୍ଛା। ଏଟା ନୁହେଁ ପିଲାମାନେ ହେଲା। ଏଇଟା ତ ଆମର ଭୁଲ ହବ। ଏଟା ନୁହେଁ ହେଲା। ଦେହ ଲଗା, ଅତି ନିଚର। ସିଏ ମୋର ଦେହ ଲଗାବା, ଅତି ନିଚର। ଆଖି ରଖିବା। ଆଖି ରଖିବା କ୍ରିୟାଯୁକ୍ତ ରୂଢି ଏଟା ହେଲା। ଲବ କୁଶ ଦୁହେଁ ଯାଆଁଳା ଭାଇ। ଏ ବାକ୍ୟରେ ସଂଖ୍ୟାବାଚକ ବିଶେଷଣ ପଦ କେଉଁଠି? ଲବ କୁଶ ଦୁହେଁ ଦି ଜଣ ମିଶିକି ହେଲା। ଗରିବ ଛାତ୍ରଟି ଭଲ ପଢୁଛି। ଏ ଉକ୍ତିରେ ବିଶେଷଣ ପଦଟି ଚିହ୍ନଟ କର। ଛାତ୍ରଟା କଣ ନା ଗରିବ। ବିଶେଷ୍ୟ ପଦ ମଧ୍ୟରୁ କେଉଁଠି ଜାତିବାଚକ ବିଶେଷ? ମଣିଷ ଯୋଉଠି ଜାତି ହେଲା, ଜାତିବାଚକ ବିଶେଷ। ଠିକ ଅଛି, ଆମେ ନେକ୍ସଟ ଯିବା। ତ ନେକ୍ସଟ ହଉଛି 30 ଅପ୍ରିଲ 2024 ର 9ଟା AM ର କ୍ୱେଶ୍ଚିନ୍। 30 ଅପ୍ରିଲ 2024 ହେଲା। 30 ଅପ୍ରିଲ 2024 9ଟା AM ର କ୍ୱେଶ୍ଚିନ୍ ଦେଖିବା କଣ ଆସିଥିଲା ସେଦିନ। ବିରୂପ ଶବ୍ଦର ଗଠନ ରୀତି କିପରି ହବ? ବିରୂପ, ବିଯୁକ୍ତ ରୂପ, ବିରୂପ, ଯୁକ୍ତ ରୂପ। ଛାଇ ନ ମାଡ଼ିବା ରୂଢିର ଅର୍ଥ କଣ? ସବୁ ସମ୍ପର୍କ ଛିନ୍ନ କରିବା। ମୁଁ ତ ଛାଇ ମାଡିବିନି, ଅର୍ଥାৎ ସବୁ ସମ୍ପର୍କ ଛିନ୍ନ କରିଦେବି। 12 ମାସ 13 ପର୍ବ। ଏଠାରେ 12 କି ପ୍ରକାର ବିଶେଷଣ? ସଂଖ୍ୟାବାଚକ। 12 ମାସ, 12ଟି ମାସରେ 13ଟା ପର୍ବ, ସଂଖ୍ୟାବାଚକ ବିଶେଷଣ ହେଲା। ଲେଖା ସରିଲା। ଲେଖା କେଉଁ ପ୍ରକାର ବିଶେଷ୍ୟ? ଲେଖା ଗୋଟେ କାମ କରୁଛି, କ୍ରିୟାବାଚକ ବିଶେଷ୍ୟ ହେଲା। ଉଠୁ ଉଠୁ, ଏହା କେଉଁ ପ୍ରକାର କ୍ରିୟା? ଉଠୁ ଉଠୁ ହଉଛି ଗୋଟେ ଅସମାପିକ କ୍ରିୟା। ଉଠୁ ଉଠୁ, ଯାଉ ଯାଉ, ଅସମାପିକ କ୍ରିୟା। ସ୍ୱର ସନ୍ଧି, ନିଃ ଯୁକ୍ତ ଗତ, ନିଗତ। ଇହର ବିପରୀତ ଶବ୍ଦ କଣ? ପର। ଇହ କାଳ, ପରକାଳ। ଇହର ହଉଛି ବିପରୀତ ପର। ଅନ୍ୟମାନ, ତାର ବିପରୀତ କଣ? ଅନନ୍ୟମାନ। ଆ ବଳଦ ମତେ ମାର, ବିପଦକୁ ଡାକି ଆଣିବା ହେଲା। ଆ ବଳଦ ମତେ ବିନ୍ଧ ଯିବାଟା ହେଲା। ମୁହୁ ମୁହୁ ସନ୍ଧି ବିଚ୍ଛେଦ କଣ? ମୁହୁ ଯୁକ୍ତ ମୁହୁ, ଏଇଟା ଦିଟା ଆଙ୍କ ଏଇଟା ଠିକ ହବ। ମୁହୁ ମୁହୁ। ଦଦରା ନାଁଟି ନଈରେ ବୁଡିଗଲା। ଏଠାରେ ଦଦରା କି ପ୍ରକାର ବିଶେଷଣ? ନାଁଟା କେମିତି ଅଛି? ଦଦରା ଅଛି, ଅବସ୍ଥାବାଚକ ବିଶେଷଣ ବୁଝୁଛି। ଦଦରା ନାଁ ନଈରେ ବୁଡିଗଲା। ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଛାତିକୁ ପଥର କରି ସମସ୍ତ ଦାୟିତ୍ୱ ସମ୍ପନ୍ନ କଲା।
ଛାତିକୁ ମାନେ ଦାୟିତ୍ୱକୁ ତୁଲେଇବା। ଘୋଡ଼ା ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କଣ? ଘଟକ ହବ ଏଟା। ଘଟକ। ଘୋଡ଼ା ତତ୍ସମ ଶବ୍ଦ ଘଟକ। ଘଟକ ଘୋଡ଼ା। ଘଟକ ଘୋଡ଼ା। ନଈ ଶବ୍ଦରେ କି ହବ? ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି। ନଈ ହଉଛି ନଦୀର ନଦୀ ନଈ ନଦୀ ନଈ। ଫଟା କପାଳ ରୂଢ଼ିର ଅର୍ଥ ମନ୍ଦ ଭାଗ୍ୟ। ମୋର ତ ଫଟା କପାଳ ଆଉ ମନ୍ଦ ଭାଗ୍ୟ। ଆମେ ଯେତେବେଳେ ଅନ୍ୟମାନଙ୍କ ସହିତ ଲେଖିକରି ନିଜର ଭାବ ବିନିମୟ କରୁ ତାହା ଭାଷାର କଣ ଲିଖିତ ରୂପ। ଆମେ ଯେତେବେଳେ ଅନ୍ୟମାନଙ୍କ ସହିତ ଲେଖିକରି ନିଜର ଭାବ ବିନିମୟ କରୁ ତାହା ଭାଷାର କେଉଁ ରୂପ? ଲିଖିତ ରୂପ। ନିଷ୍ପ୍ରଭ ଶବ୍ଦର ବିପରୀତ କଣ? ଉଜ୍ଜ୍ୱଳ। ନିଷ୍ପ୍ରଭ କହିଲେ ଲିଭିବା, ଉଜ୍ଜ୍ୱଳ ମାନେ ଜଳିବା। ନିଷ୍ପ୍ରଭ ହେଲା। ନିଷ୍ପ୍ରଭ ବିପରୀତ ହଉଛି ଉଜ୍ଜ୍ୱଳ। ବାକ୍ୟରେ କ୍ରିୟାପଦ କାହା ଅନୁସାରେ ପରିବର୍ତ୍ତିତ ହୁଏ? କର୍ତ୍ତା, ବଚନକାରକ, କାଳ, ଭାବ ସବୁ ଗୁଡ଼ିକ ହବ ହେଲା। ଲଢ଼େଇ, ଖେଳ, ପଢ଼ିବା, ଖେଳାଳି ଏମାନଙ୍କ ମଧ୍ୟରେ ଭିନ୍ନ ବିଶେଷ୍ୟ କେଉଁଟି? ପଢ଼ିବା, ଖେଳ, ଲଢ଼େଇ, ଖେଳାଳି ଭିନ୍ନ ବିଶେଷ୍ୟ ହଉଛି ଖେଳାଳି। ହାତ କରିବା, କୌଶଳଟା ଆୟତ୍ତ କରିବା ରୂଢ଼ିର ଅର୍ଥ। ପ୍ରଯୁକ୍ତ, ଏହାର ଗଠନ ନୀତି କଣ? ପ୍ରଯୁକ୍ତ ପ୍ରଯୁକ୍ତ। ଅର୍ଜୁନ ଶବ୍ଦର ପ୍ରତିଶବ୍ଦ କଣ? ସବ୍ୟସାଚୀ। ଅର୍ଜୁନର ପ୍ରତିଶବ୍ଦ ହଉଛି ସବ୍ୟସାଚୀ। ସୁଧାକର ସନ୍ଧି ବିଚ୍ଛେଦ କଲେ କଣ ହବ? ସୁଧାଯୁକ୍ତ ଆକାର, ସୁଧାକାର। କେଉଁଠି କୃଷ୍ଣ ଶବ୍ଦର ପ୍ରତିଶବ୍ଦ ନୁହେଁ? ବାସୁଦେବ ପ୍ରତିଶବ୍ଦ ନୁହେଁ। ଗୋବିନ୍ଦ, କେଶବ, ଚ୍ୟୁତ। ନିମ୍ନଲିଖିତ ମଧ୍ୟରେ କେଉଁଠି ପରାଜୟର ସଠିକ ଗଠନ ନୀତି? ପରାଯୁକ୍ତ ଜି ଯୁକ୍ତ ପରାଜୟ। ସରିଲା, ନେକ୍ସଟ ଦେଖିବା। ପିଲାମାନେ ଏଟା ହଉଛି ଆମର 30 ଏପ୍ରିଲ 12:30 ବେଳର କ୍ୱେଶ୍ଚିନ୍ ହେଲା। 30 ଏପ୍ରିଲ 12:30 ର କ୍ୱେଶ୍ଚିନ୍। ଏଇସବୁ କ୍ୱେଶ୍ଚିନ୍ ଯଦି ଦରକାର ତାହେଲେ ଟେଲିଗ୍ରାମ ଗ୍ରୁପରେ ଜଏନ୍ କରିଯାଅ। ସେଠି ମୁଁ ତମକୁ ପଠେଇଦେବି ସବୁ କ୍ୱେଶ୍ଚିନ୍ ଗୁଡାକ। ତମେ ଅଲଗା ଅଲଗା ଯୋଉ ମ୍ୟାଥ ଆଉ ରିଜନିଂ ଫିଜନିଂ ଅଛି ସେଗୁଡା ବି ତମେ ଦେଖିପାରିବ। ବେଟର ହବ ତମେ ଗ୍ରୁପରେ ଜଏନ୍ କରିଯାଅ, ମୁଁ ତମକୁ ସେଠି ପଠେଇଦେବି। ଫକୀରମୋହନଙ୍କୁ ଓଡ଼ିଶାର ପ୍ରେମଚାନ୍ଦ କୁହାଯାଏ। ରେଖାଙ୍କିତ ପଦ କେଉଁ ପ୍ରକାର ବିଶେଷ? ଏଠି ରେଖାଙ୍କିତ ପଦ ଜଣା ପଡୁନି, ତ ଫକୀରମୋହନ କଣ ହବ? ନାମବାଚକ ବିଶେଷ। ଫକୀରମୋହନ ନାମବାଚକ, ପ୍ରେମଚାନ୍ଦ ହଉଛନ୍ତି ଜାତିବାଚକ ବିଶେଷ। ତ ଏଇଟା ପ୍ରେମଚାନ୍ଦ ହେଲା। ନିମ୍ନରେ ପ୍ରଦତ୍ତ ସନ୍ଧି ଓ ପ୍ରକରଣ ଗୁଡିକ ମଧ୍ୟରେ କେଉଁଟି ଭୁଲ? ଭୁଲ କୋଉଟା? ନିର୍ଗତ। ନି ଯୁକ୍ତ ଗତ ହେଇଥାନ୍ତା, ନିର୍ଗତ। ନି ନୁହଁ, ନି ହେଇଥାନ୍ତା। ଓଡ଼ିଆ ଲିପି କେଉଁ ଲିପିରୁ ସୃଷ୍ଟି ହୋଇଛି ବୋଲି ଭାଷାବିତମାନେ କହିଛନ୍ତି? ଓଡ଼ିଆ ଲିପି ବ୍ରାହ୍ମୀ ଲିପିରୁ ସୃଷ୍ଟି ହୋଇଛି ବୋଲି ଭାଷାବିତମାନେ କହନ୍ତି। ଉଦ୍ୟାନରେ ସୁଗନ୍ଧିତ ଫୁଲ ଫୁଟିଛି, ଏହି ବାକ୍ୟରେ କେଉଁ ଶବ୍ଦଟି ବିଶେଷଣ ପଦ? ସୁଗନ୍ଧିତ। ଫୁଲଟା କେମିତି? ନା ସୁଗନ୍ଧିତ। ଉପଯୁକ୍ତ ରୂଢି ଶୂନ୍ୟସ୍ଥାନ ପୂରଣ କର। ଆଜିର ଦର ବୃଦ୍ଧି ସମୟରେ କେହି ଋଣ କରି ଘିଅ ଖାଇବେ ନାହିଁ। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ମଧ୍ୟରେ କେଉଁଠି ଉପସର୍ଗ ବ୍ୟବହାର ହୋଇନାହିଁ? ଅସ୍ମିତା। ଏଥିରେ ଉପସର୍ଗ ବ୍ୟବହାର ହୋଇନାହିଁ। କେଉଁଠି ଆସ୍ତିକ ଶବ୍ଦ ବିପରୀତ? ନାସ୍ତିକ। ଆସ୍ତିକ, ନାସ୍ତିକ। କେଉଁ ପଦରେ ପ୍ରତ୍ୟୟ ଯୋଗ ହେଲେ ବିଶେଷଣ ପଦ ହୁଏ? ବିଶେଷ୍ୟରେ ପ୍ରତ୍ୟୟ ଯୋଗ ହେଲେ ବିଶେଷଣ ପଦ ହୁଏ। ଧାତୁର ଅନ୍ତରେ କୃତ୍ ପ୍ରତ୍ୟୟ ଲାଗି ଯେଉଁ ଶବ୍ଦ ଗଠନ ହୁଏ ତାକୁ କଣ କୁହାଯାଏ? ଉଦନ୍ତ କୁହାଯାଏ। ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥା ବୁଝାଇଥିଲେ ବିଶେଷ୍ୟ ପଦକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। କାନ୍ଦୁଛି କ୍ରିୟାରୁ କାହାର ସୂଚନା ମିଳୁଛି? କାଳ, ପୁରୁଷ, ବଚନ ସମସ୍ତଙ୍କର ସୂଚନା ମିଳୁଛି। କାଳ କାନ୍ଦୁଛି, ଏବେ ବର୍ତ୍ତମାନ କାନ୍ଦୁଛି ହେଲା, ଏମିତି ତାର କାଳ ବି ଜଣାପଡୁଛି, ପୁରୁଷ ବି ଜଣାପଡୁଛି, ବଚନ ବି ଜଣାପଡୁଛି। ଧାତୁ ପୂର୍ବରୁ ଉପସର୍ଗ ଯୁକ୍ତ ହେଲେ ଧାତୁର ଅର୍ଥ କଣ ହୁଏ? ସମ୍ପ୍ରସାରିତ, ସମ୍କୁଚିତ, ବିପରୀତ। ଧାତୁ ପୂର୍ବରୁ ଉପସର୍ଗ ଯୁକ୍ତ ହେଲେ ସମସ୍ତ ହୁଏ। ସମ୍ପ୍ରସାରିତ ହୁଏ, ସଂକୁଚିତ ହୁଏ, ବିପରୀତ ହୁଏ। ଓଡ଼ିଆରୁ ଗଜାର ସଠିକ ଅର୍ଥ କଣ? ଜନ୍ମର ଚତୁର। ଅଲଣା କଥା, ମୂଲ୍ୟାୟନ କଥା। ପରଦ୍ରବ୍ୟ ପ୍ରତି ଆଖି ଦେବା ଠିକ ନୁହେଁ ହେଲା। ନିମ୍ନ ଲିଖିତ ମଧ୍ୟରେ କେଉଁଠି ଆଖି ଶବ୍ଦର ପ୍ରତିଶବ୍ଦ ନୁହେଁ? ଆଖି ଶବ୍ଦର ପ୍ରତିଶବ୍ଦ ହଉଛି, ଆଖି ଶବ୍ଦର ପ୍ରତିଶବ୍ଦ ନୁହେଁ।
ଆଖିର ପ୍ରତିଶତ ପିଲାମାନେ ପିତୁଳାର ପ୍ରତିଶତ ନୁହେଁ, ଇକ୍ଷଣ ନେତ୍ର ଆଖିର ସବୁ ତାର ପ୍ରତିଶତ। କୃତଘ୍ନ ଲୋକ କେଉଁ ମୁହୂର୍ତ୍ତରେ ଆଖିରେ ଧୂଳି ଦେଇଥିବେ ହେଲା, ଠକି ଦେଇ ଚାଲିଥିବେ। ନିମ୍ନଲିଖିତ ପଦମାନଙ୍କ ମଧ୍ୟରୁ ଭିନ୍ନ ଶବ୍ଦଟିକୁ ବାଛ। ଭିନ୍ନ ଶବ୍ଦ କହିଲେ ଧନୁଜ ରକ୍ଷ ଅକ୍ଷି ଦୈତ, ଏଇଟା ହବ କଣ? ଭିନ୍ନ ଶବ୍ଦ ମଧ୍ୟରୁ ଭିନ୍ନ ଶବ୍ଦ ଅଛି ଅକ୍ଷି ଆଉ କଣ? ଧନୁଜ ରକ୍ଷ ଦୈତ୍ୟ ଅସୁରକୁ ବୁଝାଉଛି, ଆଉ ଏଇଟା ତ ପୂର୍ବରୁ ମୁଁ କହିଛି। ପ୍ରାଚୀନ ଶବ୍ଦ ବିପଦ ଅବାଚିହ୍ନ। ବର୍ଣ୍ଣ ଲିଖିତ ସଂକେତକୁ ଲିପି କୁହାଯାଏ। କେଉଁଠି ସଂଯୁକ୍ତ ସ୍ୱର ସନ୍ଧି ସ୍ୱର ଅୟ ଓ। ଅବସ୍ଥାନ ଉପସର୍ଗ ଅବ। ହସୁଛି କ୍ରିୟାର ମୂଳ ରୂପ ହସ୍। ଗୋଯୁକ୍ତ ଇନ୍ଦ୍ର ଗବେନ୍ଦ୍ର। ଡଗର ବିପଦ କଣ? ସାହସ। ଡରର ବିପଦ ହଉଛି ସାହସ। ଠିକ ଅଛି, ଲାଷ୍ଟ କ୍ୱେଶ୍ଚିନ୍ ଆମେ ଡିସ୍କସନ କରିକି ଏଟାକୁ କ୍ଲୋଜ କରିବା। ଯୋଉମାନେ ବି ଏପର୍ଯ୍ୟନ୍ତ ଅଛନ୍ତି ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦେବେ, ଯଦି ତମକୁ କିଛି ଇନଫର୍ମେଟିଭ ଲାଗୁଥିବ। ବୁଝିପାରିଲ? ଆମେ 30 ଅପ୍ରିଲ ଦେଖିବା। ଖାଲରେ ପକାଇବାର ସଠିକ ଅର୍ଥ କଣ? ବିପଦରେ ପକାଇବା ହେଲା, ଖାଲରେ ପକାଇବା ବିପଦରେ ପକାଇବା। ନିମ୍ନଲିଖିତ ବିଶେଷ ଗୁଡିକ ମଧ୍ୟରୁ ଭିନ୍ନ ଶବ୍ଦ ଗୁଡିକ ବାଛ। ଆମ୍ବ, କଦଳୀ, କାକୁଡି, କଞ୍ଚା। ଏଇଟା ଗୋଟେ ଫଳ ବୁଝାଉଛି, ଆମ୍ବ, କଦଳୀ, କାକୁଡି, କିନ୍ତୁ କଞ୍ଚା କଣ? ଏଇଟା ହଉଛି ବିପରୀତ ଶବ୍ଦ ହେଲା, ଭିନ୍ନ ଶବ୍ଦ ଏଇଟା। ବିଶେଷ ପଦ ମଧ୍ୟରୁ ଜାତିବାଚକ ବିଶେଷ ନୁହେଁ। ପକ୍ଷୀଟା ଗୋଟେ ଜାତି, ପକ୍ଷୀ କୁଳକୁ ବୁଝାଉଛି। ବାଳକ ଯୋଉ ଛୋଟ ପିଲାଙ୍କର ତାଙ୍କର ବୁଝାଉଛି ସେମାନଙ୍କୁ। ଜଙ୍ଗଲ, ଜଙ୍ଗଲ କଲେ ବିଭିନ୍ନ ପାହାଡକୁ ବୁଝାଉଛି, କିନ୍ତୁ ସୁନ୍ଦର, ସୁନ୍ଦର ଅସୁନ୍ଦର ଏଇଟା ଜାତିବାଚକ ବିଶେଷ ନୁହେଁ। ଧ୍ୱନି ଏକ କେଉଁ ପ୍ରକାର? ଧ୍ୱନି ଏକ ପ୍ରକାର କଣ? ଶବ୍ଦ। ଯେଉଁ ବିଶେଷଣ ପଦ ବିଶେଷ ପଦର ସଂଖ୍ୟାକୁ ବୁଝାଏ ତାକୁ ବିଶେଷ ପଦ ସଂଖ୍ୟାକୁ ବୁଝାଉଛି ବାବା, ସଂଖ୍ୟାବାଚକ ବିଶେଷଣ ହବ। ଚାକର ଶବ୍ଦର ପ୍ରତିଶବ୍ଦ ନୁହେଁ ପ୍ରଭୁ। ପ୍ରଭୁ କଣ ଚାକର ଶବ୍ଦ ପ୍ରତିଶବ୍ଦ ହବ? ହେଇପାରିବନି। କେଉଁଠି ମୌଳିକ ଶବ୍ଦ? ଦେଶ, ଦେଶଜ, ବିଦେଶୀ, ଦେଶୀ। ଦେଶ ଗୋଟେ ମୌଳିକ ଶବ୍ଦ। କର ମାନେ 100 ପାଇଥିଲେ, ଏଇ ଉକ୍ତିରେ ବିଶେଷଣ ପଦଟି ଚିହ୍ନଟ କର। 100 ପାଇଥିଲେ, ସଂଖ୍ୟାବାଚକ ବିଶେଷଣ ଏଇଟା। 100 ପାଇଥିଲେ ହେଲା, 100 କେତେ ଜଣ ଥିଲେ ନା 100 ଜଣ ଥିଲେ, ସଂଖ୍ୟାବାଚକ ବିଶେଷଣ। କୁହାମୁଣ୍ଡା କପିଳା ରୂଢିର ଅର୍ଥ କଣ? ଭଗବାନଙ୍କ କଥା କହେ, ଏଇଟା ଗୋଟେ କୁହାମୁଣ୍ଡା କପିଳାଟା। ତାଙ୍କର ନଛଳ ବୋଧ ମନୋଭାବ ଯୋଗୁଁ ପରିବାରଟି ଉଜୁଡି ଗଲା। ଦାୟିତ୍ୱହୀନ। ଚିର ଉପକୃତ, ଚିର ଉପକୃତ। ଆକର୍ଷଣ ଧାତୁଟି କିଏ? କୃଷ୍, ଆକର୍ଷଣ, କୃଷ୍। ଯେଉଁ କ୍ରିୟା ଦ୍ୱାରା ବାକ୍ୟ ପରିସମାପ୍ତି ହୁଏ ସମାପିକା କ୍ରିୟା କୁହାଯାଏ। କମଳାସନ ସନ୍ଧି ବିଚ୍ଛେଦ କଲେ କଣ ହବ? କମଳ ଯୁକ୍ତ ଆସନ ହଉଛି କମଳାସନ। ବୋଝ ଉପରେ ନଳିତା ବିଡ଼ା, ଏହି ରୂଢି ଜାତୀୟ ରୂଢିଟି କଣ? ଦୁଃଖ ଉପରେ ଦୁଃଖ। କନିଷ୍ଠର ବିପରୀତ ଶବ୍ଦ କଣ? ଜ୍ୟେଷ୍ଠ, କନିଷ୍ଠ। ଭିନ୍ନ ଶବ୍ଦ କଣ? କାମନା, ଅଭିଳାଷ, ବାଞ୍ଛା, ଆହ୍ଲାଦ। ଭିନ୍ନ ଶବ୍ଦ ହଉଛି ଆହ୍ଲାଦ, ଖୁସି ଦବା ହେଲା। କାମନାଟା ହଉଛି କିଛି ମାଗିବା, ଅଭିଳାଷ ମାନେ କିଛି ଇଚ୍ଛା ରଖିବା, ବାଞ୍ଛା ମାନେ ସେଇ ସମାନ ଅର୍ଥରେ, କିନ୍ତୁ ଆହ୍ଲାଦ ହଉଛି ଖୁସି। ନବୀନ ସନ୍ଧି ବିଚ୍ଛେଦ କଲେ ନିରବ, ନିହି ଯୁକ୍ତ ରବ ହେଲା, ନିରବ। ଠିକ ଅଛି। ଯୋଗ ମୋହରେ ଲୁଣ, ଅହଙ୍କାର ଭାଙ୍ଗିବା। ସ୍ମରଣ ବିପଦ ଶବ୍ଦ କଣ? ବିସ୍ମରଣ। ସୁଗମ ଏଠାରେ ସୁ ଉପସର୍ଗ କେଉଁଥିରେ ବ୍ୟବହୃତ ହଉଛି? ଅନାୟାସରେ ବ୍ୟବହୃତ ହଉଛି। ସହବାଗରଣ୍ୟ ନାମ ମୂର୍ଧନ୍ୟ, ସହବାଗରଣ୍ୟ ନାମ ମୂର୍ଧନ୍ୟ। ଖେଳର ନାମ ଧାତୁ କ୍ରିୟା କଣ? ଖେଳାଇବା। ଘୃଣା ଶବ୍ଦର ବିପରୀତ ଶବ୍ଦ କଣ? ସ୍ନେହ, ସ୍ନେହର ବିପରୀତ ହଉଛି ଘୃଣା। ନିମ୍ନଲିଖିତ ମଧ୍ୟରୁ ଉପସର୍ଗ ଦୃଷ୍ଟିରୁ ଭିନ୍ନ ଶବ୍ଦ କେଉଁଠି? ବେଷ୍ଟନ। ଠିକ ଅଛି ପିଲାମାନେ, ଧନ୍ୟବାଦ ଏତେ ସମୟ ଧରି ରହିଲ, ଶୁଣିଲ, ବୁଝିଲ। ଯୋଉଟା ବି ତମେ ବୁଝି ନ ପାରିଲ ସେଇଟା କମେଣ୍ଟ କରିବ। ଆଉ ଯଦି ତମର ଏହାର ସବୁ ପିଡିଏଫ୍ ଦରକାର ତାହେଲେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯିବ, ଆଉ ମେସେଜ କରିଦବ, ମୁଁ ସେଇଠି ପଠେଇଦେବି ତମମାନଙ୍କୁ। ଯାହା ବି ତମର ଯୋଉଟା ବି ତମର ଦରକାର ମତେ କହିବ, ନହେଲେ ମୁଁ ସବୁ ଗୁଡିକ ବି ପଠେଇଦେବି। ଟେଲିଗ୍ରାମ ଗ୍ରୁପ ଲିଙ୍କ ମୁଁ ଦେଇଦେବି, ନହେଲେ ମୋର ଚ୍ୟାନେଲକୁ ଯାଇକି ଏବାଉଟ୍ ସେକ୍ସନରେ ତାର ଟେଲିଗ୍ରାମ ଗ୍ରୁପ ଅଛି, ସେଇଠି ଜଏନ୍ ହେଇଯିବ। ଧନ୍ୟବାଦ।